ଶୀତ ଦିନ ହେବାରୁ ରାତି ହେବା ପରେ ପରେ ହିଁ ଜଙ୍ଗଲରେ ଅନେକ ଥଣ୍ଡା ପଡୁଥିଲା। ଦିନେ ତ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ସେ ଜଙ୍ଗଲର ସବୁ ଚଢ଼େଇ ନିଜ ନିଜ ଘରକୁ ପକ୍କା କରି ନେଇଥିଲେ। କେବଳ ଗୋଟେ ଚଢ଼େଇ ନିଜ ଘରକୁ ପକ୍କା କରି ପାରିନଥିଲା। କଣ ଅଚାନକ ଏମିତି ବର୍ଷା କାହିଁକି ହେଲା? ମୁଁ ଏଯାଏ ମୋ ଘର ମରାମତି କରିନି। ଯଦି ଏ ବର୍ଷାରେ ମୋ ଘର ଭାଙ୍ଗିଯାଏ, ମୁଁ ମୋ ଦୁଇ ଛୁଆଙ୍କୁ ନେଇ ଏବେ କୋଉଠି ଆଶ୍ରୟ ନେବି? ମା ଦେଖ ନା, ଆମ ଘର କେତେ ଜୋରେ ହଲୁଛି। ଆମ ଘର କଣ ଭାଙ୍ଗିଯିବ ମା? ଏ ଘରେ ଆଉ ବେଶୀ ସମୟ ରହିହେବନି ପିଲାମାନେ, ଶୀଘ୍ର ଘରୁ ବାହାର। ଯା ହଉ ଠିକ ସମୟରେ ଆମେ ଘରୁ ବାହାରି ଯାଇଥିଲେ, ନହେଲେ କଣ ଯେ ହେଇଥାନ୍ତା। ମା ଭାରି ଡର ଲାଗୁଛି। ଦେଖ ନା କେତେ ଜୋରେ ବିଜୁଳି ମାରୁଛି। ଏବେ ଆମର କଣ ହେବ ମା? ଭୟ କରନି ପିଲାମାନେ, ମୁଁ ତୁମ ପାଖରେ ଅଛି। ମୋ ପାଖକୁ ଆସ। କିଛି ସମୟ ପରେ ସକାଳ ହେଇଯିବ। ସକାଳେ ମୁଁ ଆମ ରହିବାର ବ୍ୟବସ୍ଥା କରିନେବି। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ମା ଚଢ଼େଇ ଭଲ କାଠ ଖୋଜିବାକୁ ଜଙ୍ଗଲ ଭିତରକୁ ଗଲା। ସେ ଅନେକ ଖୋଜିଲା ପରେ ବି ସେଦିନ ଭଲ କାଠ ପାଇଲାନି। ଗତ ରାତିରେ ବର୍ଷା ପାଇଁ ସବୁ କାଠ ଓଦା ହେଇଯାଇଛି। ରାତି ହେବା ଆଗରୁ ମୁଁ ଯଦି ଘର ତିଆରି ନ କରି, ମୋ ପିଲାମାନେ ବହୁତ କଷ୍ଟ ପାଇବେ। ଏବେ କଣ କରିବି? ଆରେ କଣ ଏଠି ଏତେ ବଡ଼ ଗୋଟେ ପଇଡ଼ ପଡ଼ିଛି? ମୁଁ ଆଗରୁ ଏମିତି ବଡ଼ ପଇଡ଼ ଦେଖିନଥିଲି। ମୁଁ ଯଦି ଏଇ ପଇଡ଼ରେ ଘର ତିଆରି କରିନିଅନ୍ତି, ମୋ ପିଲାମାନଙ୍କ ପାଇଁ ଆଉ ଚିନ୍ତା ରୁହନ୍ତାନି। ଏମିତି କହି ସେ ମା ଚଢ଼େଇ ଦିନ ସାରା ପରିଶ୍ରମ କରି ପଇଡ଼ରେ ଗୋଟେ ଘର ତିଆରି କଲା। ତାପରେ ସେ ତାର ପିଲାମାନଙ୍କୁ ସେ ଘରକୁ ଆଣିଲା। ମା ଏ ପଇଡ଼ ଘର ଭିତରଟି କେତେ ଗରମ ଅଛି। ମତେ ଜମା ବି ଥଣ୍ଡା ଲାଗୁନି। ସତରେ ମା, ଏ ଘରଟି ନା ଅନେକ ସୁନ୍ଦର ହେଇଛି। ତାହେଲେ ତମ ଦୁଇ ଜଣଙ୍କୁ ଏ ଘର ଭଲ ଲାଗିଲା? ଭଲ ନୁହେଁ ମା, ବହୁତ ଭଲ ଲାଗିଲା। ମା ଏବେ ପୁରା ଶୀତ ଦିନ, ଆମେ ଆରାମରେ ଘରେ ରହିପାରିବା। ଆମକୁ ଜମା ବି ଥଣ୍ଡା ଲାଗିବନି। ଚଢ଼େଇ ତାର ଦୁଇ ଛୁଆଙ୍କୁ ନେଇ ସେ ପଇଡ଼ ଘରେ ରହିଲା। ସେଇ ଜଙ୍ଗଲରେ ଦୁଇଟି ଅଳସୁଆ କାଉ ରହୁଥିଲେ। ସେମାନେ ଚଢ଼େଇର ପଇଡ଼ ଘର ବିଷୟରେ ଜାଣିଲା ପରେ କଥା ହେଲେ। ଆରେ ଶୁଣୁଛ, ମୁଁ ଆଜି ଦେଖି ଆସିଲି ଚଢ଼େଇ ଯୋଉ ପଇଡ଼ରେ ଘର ତିଆରି କରିଛି, ସେ ପଇଡ଼ ଘର ଭିତରଟି ନା ଭାରି ଗରମ। ସେ ଘର ଭିତରେ ଜମା ଥଣ୍ଡା ଲାଗେନି। ଆମେ ଯଦି ଚଢ଼େଇର ଘର ନେଇପାରନ୍ତି ନା, ଆରାମରେ ଆମ ଶୀତ ଦିନ କଟିଯାଆନ୍ତା। ହଁ ଠିକ ଯେ, ହେଲେ ଚଢ଼େଇ କେତେ ପରିଶ୍ରମ କରି ସେ ଘର ତିଆରି କରିଛି। ସେ କଣ ଆମକୁ ଏମିତି ମାଗଣାରେ ତା ପଇଡ଼ ଘର ଦେଇଦେବ? ତୁମେ ଯାହା କରୁଛ କର ପଛେ, ଚଢ଼େଇରୁ ତା ପଇଡ଼ ଘର ଆଣ, ନହେଲେ ମୁଁ ତୁମକୁ ଛାଡ଼ି ଚାଲିଯିବି। ଓହୋ, ତୁ ଏତେ ରାଗୁଛୁ କାହିଁକି? ମତେ ଆଗ ଭାବିବାକୁ ଦେ, ଚଢ଼େଇଠୁ ଆମେ କେମିତି ଘର ଆଣିବା। ଏଥିରେ ଏତେ ଭାବିବାର କଣ ଅଛି ଯେ? ଚଢ଼େଇର ତ ସ୍ୱାମୀ ମରିଯାଇଛି। ସେ ଏକୁଟିଆ ଆମ ସହ ଲଢ଼େଇ କରି ପାରିବନି। ଚାଲ ଆଜି ହିଁ ଆମେ ତା ଘରକୁ ଯିବା, ଆଉ ତା ଘରକୁ ନିଜର କରିନେବା। ଏମିତି ଦୁଇ କାଉ ଏକ ଯୋଜନା ବନେଇଲେ। ତାପରେ ସେମାନେ ଚଢ଼େଇର ଘରକୁ ଗଲେ। ଚଢ଼େଇ ଟିକେ ବାହାରକୁ ଆସେ, ଆମେ ବଡ଼ ବିପଦରେ ପଡ଼ି ତ ପାଖକୁ ଆସିଛୁ। କଣ ହେଲା କାଉ ଭାଇ, କାଉ ଭଉଣୀ, ତମେ ଦୁଇ ଜଣ ଏମିତି କାନ୍ଦୁଛ କାହିଁକି? ଚଢ଼େଇ, ଆମ ଘର ଭାଙ୍ଗି ଯାଇଛି। ତୁ ତ ଜାଣୁ ରାତିରେ କେତେ ଥଣ୍ଡା ପଡୁଛି। ଆଜି ରାତି ଆମକୁ ତ ଘରେ ଆଶ୍ରୟ ଦେଇଥା। ଆରେ ତମ ଘର ହଠାତ୍ କେମିତି ଭାଙ୍ଗିଗଲା? ସତରେ ଇଏ ବହୁତ ଦୁଃଖର କଥା। କିନ୍ତୁ କାଉ ଭଉଣୀ, ମୁଁ ଆଉ ମୋ ଦୁଇ ଛୁଆ କୌଣସି ମତେ ପଇଡ଼ ଘରେ ରହିଯାଉଛୁ। ମୋ ଘରେ ଏତେ ଜାଗା ନାହିଁ ଯେ ମୁଁ ତୁମ ଦୁଇ ଜଣଙ୍କୁ ରଖିପାରିବି। ଆମେ ଶୁଣିଥିଲୁ ଚଢ଼େଇ ତୁ ବହୁତ ଭଲ, ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରୁ। କେତେ ଆଶା ନେଇ ଆମେ ତ ପାଖକୁ ଆସିଥିଲୁ। ଆମେ କଣ ସବୁଦିନ ତ ଘରେ ରହିଥାନ୍ତୁ? କେବଳ ଆଜି ରାତି ତ ଘରେ ରହିଥାନ୍ତୁ। ଆଚ୍ଛା, ଆଜି ରାତି ତମେ ମାନେ ମୋ ଘରେ ରହିଯାଅ, କାଲି ସକାଳେ ଏଠୁ ଚାଲିଯିବ। ଦୁଇ କାଉ ଖୁସିରେ ସେ ରାତି ଚଢ଼େଇ ଘରେ ରହିଲେ। ସକାଳ ହେଲା ପରେ, କାଉ ଭାଇ, କାଉ ଭଉଣୀ, ଏଯାଏଁ ଶୋଇଛ? ସକାଳ ହେଇଗଲାଣି। ଏବେ ଯାଅ ଜଙ୍ଗଲ ଭିତରୁ ମଜବୁତ କାଠ ଆଣି ନିଜ ପାଇଁ ଘର ତିଆରି କରିନିଅ। ଆରେ ଚଢ଼େଇ, ଏତେ ସକାଳୁ ସକାଳୁ ଆମକୁ କାହିଁକି ଉଠଉଛୁ? ଆଉ ଟିକେ ଶୋଇବାକୁ ଦେ, ପରେ ଆମେ ଏଠୁ ଚାଲିଯିବୁ। ଏମିତି କିଛି ଦିନ ବିତିଗଲା। ଚଢ଼େଇ ଯେତେଥର କାଉମାନଙ୍କୁ ତା ଘରୁ ଯିବାକୁ କହୁଥିଲା, କାଉମାନେ କିଛି ନା କିଛି ବାହାନା କରି ତା ଘରେ ରହିଯାଉଥିଲେ। କାଉ ଭାଇ, କାଉ ଭଉଣୀ, ତମେ ମାନେ ଅନେକ ଦିନ ହେଲାଣି ମୋ ଘରେ ରହିଲଣି। ଏବେ ତମେ ମାନେ ନିଜ ପାଇଁ ଘର ତିଆରି କରିନିଅ,
ଏତେ ଅଳସୁଆ ହେବା ଭଲ ନୁହଁ। କଣ ହେଲା ଚଢେଇ, ତୁ ଆମକୁ ଅଳସୁଆ କହୁଛୁ? ତୋ ସାହସ ତ ବହୁତ ବଢିଗଲାଣି। ଆମେ ଆଉ କେବେ ବି ଏ ଘରୁ ଯିବୁନି। ଆଜିଠୁ ଏ ଘର ଆମର। ତୁ ତ ଛୁଆଙ୍କୁ ନେଇ ଭଲରେ ଆମ ଘରୁ ବାହାରି ଯା। ବେଶୀ ପାଟି କରିବୁ ତ ତତେ ଧକ୍କା ଦେଇ ଘରୁ ବାହାର କରିଦେବୁ। କାଉ ମାନଙ୍କର ଏପରି ଧମକ ଶୁଣି ଚଢ଼େଇ ଖୁବ୍ ଡରିଗଲା। ସେ ସାହାଯ୍ୟ ପାଇଁ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ପାଖକୁ ଗଲା। ମିଟୁ ଭାଇ, ମତେ ଟିକେ ସାହାଯ୍ୟ କର। ସେ ଦୁଷ୍ଟ କାଉମାନେ ମୋ ଘରକୁ କବ୍ଜା କରି ନେଇଛନ୍ତି। ତାପରେ ଚଢ଼େଇ ସମସ୍ତଙ୍କୁ ସବୁ ଘଟଣା କହିଲା। ଆରେ ଚଢ଼େଇ, ତୁ କାହିଁକି ସେ କାଉମାନଙ୍କୁ ନିଜ ଘରେ ରହିବାକୁ ଦେଉଥିଲୁ? ସେ 2 ଜଣ ଭାରି ବଦମାସ। ତୁ ଜମା ବି ଚିନ୍ତା କରନି, ମୁଁ ତ ସାଙ୍ଗରେ ଅଛି। ହଁ ଚଢ଼େଇ, ଆମେ ସମସ୍ତେ ତ ସାଙ୍ଗରେ ଅଛୁ। ଚାଲ ଏବେ କାଉମାନଙ୍କ ପାଖକୁ ଯିବା। ଆଜି ସେମାନଙ୍କୁ ଉଚିତ ଶିକ୍ଷା ଦେଇକି ଛାଡ଼ିବା। ଏମିତି ସମସ୍ତେ ଚଢ଼େଇ ସାଙ୍ଗରେ ତା ଘରକୁ ଗଲେ ଆଉ କାଉମାନଙ୍କୁ ଚଢ଼େଇ ଘରୁ ଚାଲିଯିବାକୁ କହିଲେ। ହେଲେ କାଉମାନେ ତାଙ୍କ କଥା ଶୁଣିଲେନି। ଓଲଟା ଚଢ଼େଇମାନଙ୍କ ସହ ଲଢ଼େଇ କଲେ। ଶେଷରେ ଚଢ଼େଇମାନେ ପିଟି ପିଟି କାଉମାନଙ୍କୁ ସେଠୁ ବାହାର କରିଦେଲେ। ମୋ ପିଠି ମାଡ଼ ଖାଇ ଖାଇ ଦରଜ ହେଇଯାଇଛି। ଓହ, କି କଷ୍ଟ! ମୁଁ ଟିକେ ବି ହଲି ପାରୁନି। ତୁ ତ କହିଥିଲୁ ଚଢ଼େଇ ଆମର କିଛି କ୍ଷତି କରିପାରିବନି। ଏବେ ଦେଖେ ସେ ଆମର କଣ ଅବସ୍ଥା କଲା। ମୁଁ କଣ ଜାଣିଥିଲି ସେ ଚଢ଼େଇକୁ ସମସ୍ତେ ଏମିତି ସାହାଯ୍ୟ କରିବେ? ମୁଁ ତ ଭାବିଥିଲି ଚଢ଼େଇର ସ୍ୱାମୀ ନାହିଁ। ସେ ଏକୁଟିଆ ଆମ ସହ ଲଢ଼େଇ କରି ପାରିବନି। ସେ ଚଢ଼େଇ ଆମକୁ ବହୁତ ମାଡ଼ ଖୁଏଇଛି। ମୁଁ ତାକୁ ଏମିତି ଛାଡ଼ିବିନି। ମୁଁ ତାଠୁ ପ୍ରତିଶୋଧ ନେଇକି ରହିବି। ସେ ଆମକୁ ତା ପଇଡ଼ ଘରେ ତେଲାନି ନା। ଏବେ ସେ ବି ସେଇ ପଇଡ଼ ଘରେ ରହିପାରିବନି। ମୋ ସାଙ୍ଗରେ ଚାଲ, ମୁଁ ଆଜି ତା ଘରେ ନିଆଁ ଲଗେଇଦେବି। ହଁ, ମୁଁ ବି ସେ ଚଢ଼େଇଠୁ ମାଡ଼ର ପ୍ରତିଶୋଧ ନେବି। ଚାଲେ, ମୁଁ ବି ତ ସାଙ୍ଗରେ ଯିବି। ଏମିତି କଥା ହେଇ 2 କାଉ ଚଢ଼େଇ ଘରେ ନିଆଁ ଲଗେଇବା ପାଇଁ ମଶାଲ ଧରି ଆସିଲେ। ଠିକ୍ ସେଇ ସମୟରେ ଗୋଟେ ପରୀ ତାଙ୍କ ସାମ୍ନାକୁ ଆସିଲା। କିଏ କିଏ ତୁମେ? ତୁମେ କଣ ପାଇଁ ଏଠାକୁ ଆସିଲ? ମୁଁ ଏ ଜଙ୍ଗଲର ପରୀ। ଜଙ୍ଗଲର ଭଲ ପକ୍ଷୀମାନଙ୍କୁ ମୁଁ ରକ୍ଷା କରେ। ଭାବିଥିଲି ଚଢ଼େଇମାନଙ୍କ ମାଡ଼ ଖାଇଲା ପରେ ତମେମାନେ ସୁଧୁରିଯିବ। ହେଲେ ତମେମାନେ ସୁଧୁରିଲନି। ଏବେ ତମେମାନେ ନିଜ ଭୁଲର ଶାସ୍ତି ପାଇବ। ଏମିତି କହି ପରୀ ସେ 2 କାଉଙ୍କୁ ବରଫରେ ବନ୍ଦୀ କରିଦେଲା। ତାପରେ ସେଠାରୁ ଚାଲିଗଲା। ସେପଟେ ପଇଡ଼ ଘରେ ଚଢ଼େଇ ତାର 2 ଛୁଆଙ୍କ ସହ ଖୁସିରେ ରହିଲା। ଚଢ଼େଇ ତା ଭଙ୍ଗା ଘରେ ବସି ବାହାରକୁ ଦେଖୁଥିଲା। ଶୀତ ଦିନ ହେବାରୁ ବାହାରେ ଅନେକ ଥଣ୍ଡା ପଡୁଥିଲା। ମା, ଭାରି ଥଣ୍ଡା ଲାଗୁଛି। ଗରମ କମ୍ବଳ ବିନା ରାତିରେ ଶୋଇ ହେଉନି। ମୋ ପାଇଁ ବି ଗୋଟେ ଗରମ କମ୍ବଳ ଆଣିଦିଅ ନା। ଜାଣିଛ ମା, ମୋର ସବୁ ସାଙ୍ଗଙ୍କ ପାଖରେ ଗରମ କମ୍ବଳ ଅଛି, କେବଳ ମୋ ପାଖରେ ନାହିଁ। ମାରେ, ଆଉ କିଛି ଦିନ ଅପେକ୍ଷା କର। ମୁଁ ଯେମିତି ଟଙ୍କା ପାଇବି ତୋ ପାଇଁ ଗରମ କମ୍ବଳ ଆଣିଦେବି। ଆଜି ରାତି ପାଇଁ ବ୍ୟସ୍ତ ହେଇନି। ମୁଁ ଯାଉଛି, କାଠ ଜଳି ଘରକୁ ଗରମ କରିଦେବି। ତତେ ଆଉ ଥଣ୍ଡା ଲାଗିବନି। ଏମିତି କହି ମା ଚଢ଼େଇ ନିଆଁ ଜଳିବାକୁ ଗଲା। ହେଲେ ସେ ଦେଖିଲା ତାଙ୍କ ଘରେ ବହୁତ କମ୍ ଶୁଖିଲା କାଠ ଅଛି। ଘରେ ତ କେତେ କମ୍ ଶୁଖିଲା କାଠ ଅଛି। ଆଜି ରାତି ମୁଁ ଏସବୁ ଜାଳିଥାଏ। ସକାଳେ ଶୀଘ୍ର କାଠ ଖୋଜିବାକୁ ଯିବି। ଏମିତି ମା ଚଢ଼େଇ ନିଆଁ ଜଳିଲା। ଘର ଟିକେ ଗରମ ହେବାରୁ ଚଢ଼େଇ ଛୁଆ ଶୋଇ ପଡ଼ିଲା। ମା ଚଢ଼େଇ ରାତି ସାରା ନିଆଁ ପାଖରେ ବସି ନିଆଁ ଜାଳୁଥିଲା। ପରଦିନ ସକାଳେ ମୋ ଝିଅ ଏବେ ଶୋଇଛି। ସେ ଉଠିବା ଆଗରୁ ମୁଁ ଯାଏ, କିଛି କାଠ ନେଇ ଆସେ। ତାପରେ ମା ଚଢ଼େଇ କାଠ ଖୋଜିବା ପାଇଁ ବାହାରକୁ ଗଲା। ସକାଳେ ବି ଥଣ୍ଡା ପବନ ବହୁଥିଲା। ମା ଚଢ଼େଇ ଅନେକ କଷ୍ଟରେ ଜଙ୍ଗଲ ଭିତରକୁ ଗଲା। ଆଉ ଗୋଟେ ଶୁଖିଲା ଗଛ ଦେଖି ତାକୁ କାଟିବା ଆରମ୍ଭ କଲା। ସେତେବେଳେ ଆରେ ଚଢ଼େଇ, ତୁ ଏ ଗଛ କାହିଁକି କାଟୁଛୁ? ଏ ଗଛ ମୋର। ଏ ଗଛ ପାଖରୁ ଚାଲିଯା। କାଠୁରିଆ ଭାଇ, ତୁମେ ତ ଜାଣ ରାତିରେ ଅନେକ ଥଣ୍ଡା ପଡୁଛି। ମୋ ପାଖରେ କମ୍ବଳ କିଣିବାକୁ ଟଙ୍କା ନାହିଁ। ମୋ ଛୋଟ ଝିଅ ଥଣ୍ଡା ପାଇଁ ଅନେକ କଷ୍ଟ ପାଉଛି। ମୁଁ ଶୁଖିଲା କାଠ ନେଲେ ରାତିରେ ନିଆଁ ଜଳି ଘରକୁ ଗରମ କରିବି। ତୋର ଯଦି କାଠ ଦରକାର ତୁ ଆଉ କୋଉଠୁ ନେ। ଏ ଆଖ ପାଖରେ ଥିବା ସବୁ ଶୁଖିଲା ଗଛ ମୋର। ମୁଁ ତତେ ଗୋଟେ ବି କାଠ ଦେଇପାରିବିନି। ଏମିତି ଶୁଣି ଚଢ଼େଇ ମନ ଦୁଃଖରେ ସେଠାରୁ ଚାଲିଗଲା। ସେ ଶୁଖିଲା କାଠ ଖୋଜୁ ଖୋଜୁ ମଣିଷ ମାନଙ୍କ ଗାଁରେ ପହଞ୍ଚିଗଲା। ସେତେବେଳେ ସେ ଦେଖିଲା ଗାଁର ସରପଞ୍ଚ ଗରିବ ଅସହାୟ ଲୋକଙ୍କୁ କମ୍ବଳ ବାଣ୍ଟୁଥିଲା। ଆରେ, ଏ ଗାଁର ସରପଞ୍ଚ କେତେ ଭଲ। ସେ ଗରିବ ଅସହାୟ ଲୋକଙ୍କୁ କମ୍ବଳ ଦେଇ ସାହାଯ୍ୟ କରୁଛନ୍ତି। ମୁଁ ବି ତାଙ୍କ ପାଖକୁ ଯାଇ ସାହାଯ୍ୟ ମାଗି ଦେଖେ। ଏମିତି ଚିନ୍ତା କରି ଚଢ଼େଇ ଲୋକଙ୍କ ଲାଇନରେ ଯାଇ ଛିଡା ହେଇଗଲା। ଯେତେବେଳେ ସରପଞ୍ଚ ତାକୁ ଦେଖିଲା ସେ କହିଲା, ଏ କଣ?
ତୁ ଗୋଟେ ଚଢ଼େଇ ହେଇ ମଣିଷ ମାନଙ୍କ ଲାଇନରେ ଛିଡା ହେଇଛୁ। ଯା ଯା ଏଠୁ ଚାଲି ଯା। ମତେ ଏଠୁ ବାହାର କରନ୍ତୁନି। ଶୀତ ପାଇଁ ମୁଁ ଆଉ ମୋ ଝିଅ ବହୁତ କଷ୍ଟ ପାଉଛୁ। ଦୟାକରି ମତେ ବି ଗୋଟେ କମ୍ବଳ ଦିଅନ୍ତୁ। ତୁ ଗୋଟେ ଚଢ଼େଇ, ତତେ ବି ଥଣ୍ଡା ଲାଗୁଛି? ମୁଁ ଆଜି ଏକଥା ନୂଆ ଶୁଣୁଛି। ଏସବୁ କଣ କହୁଛନ୍ତି? ଆମେ ଚଢ଼େଇ ବୋଲି କଣ ଆମକୁ ଥଣ୍ଡା ଲାଗିବନି? ଆମର କଣ କଷ୍ଟ ନାହିଁ? ଆପଣ ଗରିବ ଅସହାୟ ଲୋକଙ୍କୁ କମ୍ବଳ ଦେଇ ସାହାଯ୍ୟ କରୁଛନ୍ତି। ମୁଁ ବି ସାହାଯ୍ୟ ପାଇବା ଆଶାରେ ଆପଣଙ୍କ ପାଖକୁ ଆସିଥିଲି। ଆଚ୍ଛା ଆଚ୍ଛା ଠିକ ଅଛି ଚଢ଼େଇ, ତୁ ଆଉ ମନ କଷ୍ଟ କରନି। ମୋ ପାଖରେ ଗୋଟେ ଛୋଟ କମ୍ବଳ ଅଛି, ତୁ ଏ କମ୍ବଳ ନେଇଯା। ଏମିତି ସେ ସରପଞ୍ଚ ଚଢ଼େଇକୁ କମ୍ବଳ ଦେଲା। ଚଢ଼େଇ ଖୁସିରେ କମ୍ବଳ ଧରି ଘରକୁ ଗଲା। ଚଢ଼େଇ ଯେତେବେଳେ ଘରକୁ ଯାଉଥିଲା, ଦୁଇ କାଉ ତାକୁ ଦେଖୁଥିଲେ। ଆରେ ଦେଖ ଦେଖ, ଚଢ଼େଇ ଗୋଟେ ନୂଆ କମ୍ବଳ ଆଣିଛି। ଆମ ଘରେ ତ ଗୋଟେ ବି କମ୍ବଳ ନାହିଁ। ଯାଅ ଯାଅ, ମୋ ପାଇଁ ଚଢ଼େଇ ପାଖରୁ ସେ କମ୍ବଳ ଆଣିଦିଅ। ହେଲେ ଏମିତି ଶୀତ ଦିନରେ ଚଢ଼େଇ କଣ ମତେ ତା କମ୍ବଳ ଦେବ? ତୁମେ ଥାଅ, ମୁଁ ଚଢ଼େଇ ଘରକୁ ଯାଉଛି। କିଛି ଦିନ ତଳେ ସେ ମୋଠୁ 200 ଟଙ୍କା ଧାର ନେଇଥିଲା। ଆଜି ମୁଁ ତାଠୁ ଟଙ୍କା ଆଣିବି, ନହେଲେ ସେ କମ୍ବଳ ଆଣିବି। ଚଢ଼େଇ, ଏ ଚଢ଼େଇ, ତୁ ଘରେ ଅଛୁ ନା? କଣ ହେଲା କାଉ ଭଉଣୀ, ଏତେ ରାତିରେ ମୋ ଘରକୁ ଆସିଲ ଯେ? ଚଢ଼େଇ, ମତେ ମୋ 200 ଟଙ୍କା ଏବେ ଦେ, ମୋର ଦରକାର ଅଛି। ହେଲେ କାଉ ଭଉଣୀ, ତୁମେ ତ କହିଥିଲ 2 ମାସ ପରେ ମୋଠୁ ଟଙ୍କା ନେବ। ମୋ ଟଙ୍କା ମୋ ଇଚ୍ଛା। କହିଥିଲି ବୋଲି କଣ ମୁଁ ଏବେ ତତେ ଛାଡ଼ିଦେବି? ମତେ ଏବେ ହିଁ ମୋ ଟଙ୍କା ଦରକାର। ଶୀଘ୍ର ମତେ ମୋ ଟଙ୍କା ଦେ। ଏବେ ମୋ ପାଖରେ ଟଙ୍କାଟେ ବି ନାହିଁ। ମତେ ଆଉ କିଛି ଦିନ ସମୟ ଦିଅ, ମୁଁ ଖୁବ୍ ଶୀଘ୍ର ତୁମ ଟଙ୍କା ଫେରେଇ ଦେବି। ନା ନା, ମୁଁ ଆଉ ତତେ ସମୟ ଦେଇ ପାରିବିନି। ମତେ ମୋ ଟଙ୍କା ଦେ, ନହେଲେ ତୋର ସେ ନୂଆ କମ୍ବଳକୁ ଦେ। ନା ନା କାଉ ଭଉଣୀ, ସେ କମ୍ବଳ ନିଅନି। ଥଣ୍ଡା ପାଇଁ ମୋ ଝିଅ ଅନେକ କଷ୍ଟ ପାଇଲାଣି। ଆଜି ତ ମୋ ଘରେ ଶୁଖିଲା କାଠ ବି ନାହିଁ। ଚଢ଼େଇ ଯେତେ କହିଲେ ବି କାଉ ତାର କିଛି କଥା ଶୁଣିଲାନି। ସେ ଚଢ଼େଇର ଘର ଭିତରକୁ ଯାଇ ନୂଆ କମ୍ବଳକୁ ଧରି ତା ଘରକୁ ଚାଲିଗଲା। ମା, ଏବେ କଣ କରିବା? ଆଜି ରାତି ଆମ ପାଖରେ କମ୍ବଳ ନାହିଁ, କି ନିଆଁ ଚଳିବା ପାଇଁ କାଠ ବି ନାହିଁ। ଏମିତି ଜୀବନ ଅପେକ୍ଷା ମରିଯିବା ବହୁତ ଭଲ। ମତେ କ୍ଷମା କରିଦେବୁ ମା, ମୁଁ ତୋ ପାଇଁ କିଛି ବି କରିପାରୁନି। ମା, ମନ ଦୁଃଖ କରନି, ମୋ ପାଖରେ ଗୋଟେ ଉପାୟ ଅଛି। ଚାଲ ଆଜି ରାତି ଆମେ ବାହାରେ ଖେଳିବା। ଖେଳିଲେ ଆମକୁ ଆଉ ଥଣ୍ଡା ଲାଗିବନି। ତା ମାନେ ତୁ କହୁଛୁ ରାତି ସାରା ଆମେ ଖେଳିକି ବିତେଇବା? ହଁ ମା, ସକାଳେ ଯେତେବେଳେ ଖରା ଆସିବ ଆମେ ଟିକେ ଶୋଇପଡ଼ିବା। ମା ମା, ମତେ ଧର ଧର। ଏମିତି ସେମାନେ ଉଡ଼ି ଉଡ଼ି ଅନେକ ଦୂରକୁ ଚାଲିଗଲେ। ସେତେବେଳେ ଗୋଟେ ପରୀ ଦୂରରୁ ଥାଇ ତାଙ୍କୁ ଦେଖୁଥିଲା। ଆରେ ବା, ଏମାନେ କେତେ ବଢିଆ ଖେଳୁଛନ୍ତି। ମତେ ବି ଖେଳିବାକୁ ଭାରି ଇଚ୍ଛା ହଉଛି। ମୁଁ ଏବେ ତାଙ୍କ ପାଖକୁ ଯାଏ। ତମେ ମାନେ କେତେ ବଢିଆ ଖେଳୁଛ। ମତେ ବି ତୁମ ସାଙ୍ଗରେ ଖେଳିବାକୁ ଇଚ୍ଛା ହଉଛି। କିଏ ତୁମେ? ଆମେ ବୋଧେ ଏଠାକୁ ଆସି ଭୁଲ କରିଦେଲୁ। ଆମର କିଛି ବି କ୍ଷତି କରନି। ଆମେ ଏବେଠୁ ଚାଲିଯିବୁ। ଆରେ ନା ନା, ତମେ ମାନେ ମତେ ଡରନି। ମୁଁ ଜଣେ ପରୀ। ତମ ମାନଙ୍କ ଖେଳ ଦେଖି ମୁଁ ବି ତୁମ ସାଙ୍ଗରେ ଖେଳିବାକୁ ଆସିଛି। ସୁନ୍ଦର ପରୀ, ତୁମ ସହ ଖେଳିବାକୁ ମତେ ବି ଭାରି ଭଲ ଲାଗିବ। ଆସ ଆସ। ତାପରେ ସେମାନେ ପରୀ ସହ ମିଶି ଖେଳିଲେ। କିଛି ସମୟ ପରେ, ଆଜି ତ ମଜା ଆସିଗଲା। କାଲି କଣ ତମେ ମାନେ ପୁଣି ଆସିବ? ହଁ, ଯଦି କାଲି ବି ଆମେ ଶୁଖିଲା କାଠ ଆଉ କମ୍ବଳ ନ ପାଇବୁ, ତେବେ ପୁଣି ଏଠାକୁ ଆସିବୁ। କଣ ହେଲା? ଗରମ କମ୍ବଳ ଆଉ କାଠ ନ ପାଇଲାରୁ ତମେ ମାନେ ଏଠାକୁ ଖେଳିବାକୁ ଆସିଥିଲ? ତା ମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ତମେ ମାନେ ଖେଳୁଥିଲ? ହଁ, ନହେଲେ କଣ ଏଇ ଥଣ୍ଡା ରାତିରେ ଆମେ ଘର ବାହାରେ ଆସି ଖେଳିଥାନ୍ତୁ? ତମେ ମାନେ ଏବେ ଘରକୁ ଯାଅ, ଗରମ କମ୍ବଳ ଆଉ ଶୁଖିଲା କାଠ ପାଇଯିବ। ହେଲେ କେମିତି? ତମେ ମାନେ ଆଗ ଘରକୁ ତ ଯାଅ, ମୁଁ ତୁମ ଘରେ ସବୁ ଜିନିଷ ପହଞ୍ଚେଇ ଦେଇଛି। ତାପରେ ମା ଚଢ଼େଇ ଆଉ ତାର ଝିଅ ଶୀଘ୍ର ଘରକୁ ଆସିଲେ। ସେମାନେ ଦେଖିଲେ ହିଟର ପାଇଁ ତାଙ୍କ ଘରଟି ପୁରାପୁରି ଗରମ ଅଛି। ତାଙ୍କ ଘରେ 2ଟି କମ୍ବଳ ଆଉ କିଛି ଶୁଖିଲା କାଠ ବି ଅଛି। ସେତେବେଳେ ପରୀ ତାଙ୍କ ଝରକା ପାଖକୁ ଆସି କହିଲା, ମୁଁ ତୁମ ରୋଷେଇ ଘରେ ଖିଚୁଡ଼ି ରଖିଦେଇଛି, ଖାଇନେବ। ଆଉ ହଁ, କାଲି ବି ଖେଳିବାକୁ ଆସିବ। ମୁଁ ତୁମକୁ ଅପେକ୍ଷା କରିଥିବି। ଏମିତି କହି ପରୀ ସେଠାରୁ ଚାଲିଗଲା। ପୁରା ଶୀତ ଦିନ ମା ଚଢ଼େଇ ଆଉ ତାର ଝିଅ ଥଣ୍ଡା ପାଇଁ ଆଉ କଷ୍ଟ ପାଇଲେନି। ମା ଠିକି,
ଦେଖେ ମୁଁ ତୋ ପାଇଁ କଣ ଆଣିଛି। ମୁଁ ଆଜି ତ ମନ ପସନ୍ଦର ଅଣ୍ଡା ପରଟା ଆଣିଛି। ଆ ମା ଖାଇବୁ। ବାଃ, ଅଣ୍ଡା ପରଟା! ମୁଁ ଆଜି ଯାଏ କେବେ ବି ଅଣ୍ଡା ପରଟା ଖାଇନି ଆଣ୍ଟି। ମତେ ବି ଗୋଟେ ଅଣ୍ଡା ପରଟା ଦେବ? ନା ନା, ଏ ଅଣ୍ଡା ପରଟା ମୁଁ ମୋ ଝିଅ ପାଇଁ ଆଣିଛି। ତୁ ତା ଖାଇବାରେ ନଜର ପକାନି। ତୋର ଯଦି ଅଣ୍ଡା ପରଟା ଖାଇବାକୁ ଇଚ୍ଛା ହଉଛି, ଯା ତୋ ମାକୁ କହିବୁ ଦୋକାନରୁ ତୋ ପାଇଁ ଅଣ୍ଡା ପରଟା କିଣିଦେବ। ଏମିତି ଶୁଣି କୁନି ମନ ଦୁଃଖରେ ସେଠାରୁ ଚାଲିଗଲା। ମୋ ମା ଅନେକ କଷ୍ଟ କରି ମୋ ପାଇଁ ସ୍କୁଲ ଫି ଜମା କରୁଛନ୍ତି। ନା ନା, ମୁଁ ମୋ ମାଙ୍କୁ ଅଣ୍ଡା ପରଟା ପାଇଁ ଟଙ୍କା ମାଗି ପାରିବିନି। ତାପରେ କୁନି ଘରକୁ ଗଲା। କୁନିର ମା ଅଟୋ ଚଲେଇ ତା ଘର ଚଳଉଥିଲା। ପରଦିନ ସକାଳେ, ଚଢ଼ି ମୁଁ ଗୋଟେ ଜରୁରୀ କାମରେ ତ ପାଖକୁ ଆସିଛି। କଣ ହେଇଛି ପାର ଭଉଣୀ, ମତେ କୁହ। ମୋ ମାର ଦେହ ଭାରି ଖରାପ। ସେ ମତେ ଦେଖିବାକୁ ଚାହୁଁଛନ୍ତି। ଚଢ଼େଇ, ମତେ ଟିକେ ଶୀଘ୍ର ତ ଅଟୋରେ ନେଇ ମୋ ମା ପାଖରେ ପହଞ୍ଚେଇ ଦେ। ହେଲେ ପାରା ଭଉଣୀ, ତୁମ ମାଙ୍କ ଘର ପାଖ ଜଙ୍ଗଲରେ। ମୁଁ ଏବେ ମୋ ଝିଅକୁ ନେଇ ସ୍କୁଲରେ ଛାଡ଼ିବି। ତାପରେ ଯାଇ ତୁମକୁ ତୁମ ମା ପାଖରେ ପହଞ୍ଚେଇ ପାରିବି। ମା ମା, ମୁଁ ଆଜି ଏକୁଟିଆ ସ୍କୁଲକୁ ଚାଲିଯିବି। ତୁମେ ଆଗ ପାରା ଆଣ୍ଟିକୁ ନେଇ ତାଙ୍କ ମା ପାଖକୁ ଯାଅ। ମାରି, ତୁ ଏକୁଟିଆ ସ୍କୁଲ ଯାଇପାରିବୁ? ହଁ ମା, ମୋ ପାଇଁ ଜମା ଚିନ୍ତା କରନି। ମୁଁ ଏକୁଟିଆ ସ୍କୁଲକୁ ଯାଇପାରିବି। ଆଚ୍ଛା ଠିକ ଅଛି, ତୁ ଏବେ ସ୍କୁଲକୁ ଯାଇଥା। ସ୍କୁଲ ଛୁଟି ସମୟରେ ମୁଁ ତତେ ନେବାକୁ ଯିବି। ଏମିତି କହି ମା ଚଢ଼େଇ ପାରାକୁ ଧରି ପାଖ ଜଙ୍ଗଲକୁ ଗଲା। କୁନି ଏକୁଟିଆ ସ୍କୁଲକୁ ଯାଉଥିଲା। ରାସ୍ତାରେ ସେ ଅଣ୍ଡା ପରଟାର ଦୋକାନ ଦେଖି ଅଟକି ଗଲା। ଠିକ ସେହି ସମୟରେ ତାର ନଜର ରାସ୍ତା ଉପରେ ପଡ଼ିଲା। ରାସ୍ତାରେ 2 ଟଙ୍କା ପଡ଼ିଥିଲା। ଆରେ ବା, ଏଠି ତ 2 ଟଙ୍କା ପଡ଼ିଛି। ମତେ ଆଜି ଅଣ୍ଡା ପରଟା ଖାଇବାକୁ ଭାରି ଇଚ୍ଛା ହଉଛି। ମୁଁ ଗୋଟେ କାମ କରେ, ମୁଁ ଏଇ 2 ଟଙ୍କା ନେଇ ଗୋଟେ ଅଣ୍ଡା ପରଟା ଖାଇଥାଏ। ଅଙ୍କଲ, ମତେ ଗୋଟେ ଅଣ୍ଡା ପରଟା ଦିଅ। ତୁ କେତେ ଟଙ୍କା ଆଣିଛୁ ଆଗ ଦେ। ଆରେ ଏ କଣ, ତୋ ପାଖରେ ତ 2 ଟଙ୍କା ଅଛି। 2 ଟଙ୍କାରେ ତୁ ଗୋଟେ ଅଣ୍ଡା ପାଇବୁନି, ଆଉ ଅଣ୍ଡା ପରଟା ଖାଇବାକୁ ଚାଲି ଆସିଲୁ? ଯା ଏଠୁ, ବେକାରୀ ମୋ ସମୟ ନଷ୍ଟ କଲା। ଆରେ କୁନି, ତୁ ସ୍କୁଲକୁ ନ ଯାଇ ଏଠି ଛିଡ଼ା ହେଇ କାନ୍ଦୁଛୁ କାହିଁକି? କଣ ହେଲା? ତୁ 2 ଟଙ୍କାରେ ଅଣ୍ଡା ପରଟା ଖାଇବାକୁ ଚାହୁଁଥିଲୁ? ତୁ କଣ ଜାଣିନୁ ଗୋଟେ ଅଣ୍ଡା ପରଟାର ଦାମ 10 ଟଙ୍କା ବୋଲି? ଆରେ କୁନି, ତୁ ଆଉ କାନ୍ଦିନି। ଚାଲେ, ଆଜି ମୁଁ ତତେ ଅଣ୍ଡା ପରଟା କିଣି ଖୁଏଇବି। ତୁ ସତ କହୁଛୁ ସାଙ୍ଗ? ତୁ ଆଜି ମତେ ଅଣ୍ଡା ପରଟା ଖୁଏଇବୁ? ହଁ, ଆସେ ମୋ ସାଙ୍ଗରେ। ଏମିତି କହି ରୋଜି ଗଲା ଅଣ୍ଡା ପରଟା ଆଣିବାକୁ। ସେ ଗୋଟେ ଅଣ୍ଡା ପରଟା ଆଣି କୁନିକୁ ଦେଲା। ଆରେ, ମୋ ଦୋକାନରେ ତ ଆଉ ପାଣି ନାହିଁ। ଏତେ ଶୀଘ୍ର ପାଣି ସରିଗଲା। ଯାଏ ପାଖ ଟ୍ୟୁବୱେଲରୁ ପାଣି ନେଇ ଆସେ। ଏମିତି କହି ମିଟୁ ପାଣି ଆଣିବାକୁ ଗଲା। ଠିକ ସେହି ସମୟରେ ରୋଜି ଆଉ ଚିକି ତା ଦୋକାନରୁ ଗୋଟେ ଅଣ୍ଡା ପରଟା ଚୋରି କରି ନେଇ ସେଠାରୁ ଚାଲିଗଲେ। ଏ କୁନିଟା କେତେ ବୋକା। ଏବେ ଯେତେବେଳେ ସେ ଅଣ୍ଡା ପରଟାର ଦାମ ଦେଇ ପାରିବନି, ମିଟୁ ଅଙ୍କଲଙ୍କଠୁ ମାଡ଼ ଖାଇବ। ଥରେ ଆମେ ପରୀକ୍ଷାରେ କପି କରୁଥିଲେ ବୋଲି ସେ କୁନି ସାର୍ଙ୍କୁ ଆମ କଥା କହିଦେଇଥିଲା। ସାର୍ଙ୍କ ମାଡ଼ ମୁଁ ଆଜି ଯାଇ ଭୁଲିନି। ଏବେ କୁନିକୁ ମାଡ଼ ଖାଇବାର ଦେଖିଲେ ମତେ ଶାନ୍ତି ମିଳିବ। ହଁ ସାଙ୍ଗ, ତୁ ଠିକ କହିଲୁ। ମତେ ବି ଭାରି ମଜା ଲାଗିବ। ଏ କଣ, ମୋର ତ ଗୋଟେ ଅଣ୍ଡା ପରଟା ଏଠି ନାହିଁ। ମୋର ଠିକ ମନେ ଅଛି, ମୁଁ ଏଠି 7ଟା ଅଣ୍ଡା ପରଟା ରଖିଥିଲି। ଗୋଟେ ଅଣ୍ଡା ପରଟା ନିଶ୍ଚୟ କି ଚୋରି କରି ନେଇଛି। ଏଠି ତ କୁନି ଛଡା କେହି ବି ନାହାନ୍ତି। ସେ କଣ ଗୋଟେ ଅଣ୍ଡା ପରଟା ଖାଉଛି? ତା ମାନେ ଏଇ କୁନି ହିଁ ମୋ ଅଣ୍ଡା ପରଟା ଚୋରି କରିଛି। ଏଇ ବଦମାସ କୁନି, ମୁଁ ତତେ ଅଣ୍ଡା ପରଟା ଦେଲିନି ବୋଲି ତୁ ମୋ ଦୋକାନରୁ ଅଣ୍ଡା ପରଟା ଚୋରି କରି ଖାଉଛୁ? ନାଇଁ ଅଙ୍କଲ, ମୁଁ ଏ ଅଣ୍ଡା ପରଟା ଚୋରି କରିନି। ଏ ଅଣ୍ଡା ପରଟା ତ ମୋ ସାଙ୍ଗ ମତେ କିଣିକି ଦେଇଛି। ଚୋରି କରି ଏବେ ମିଛ କହୁଛୁ? ତ ଛଡା ଏଠି କେହି ବି ନାହାନ୍ତି। ଅଣ୍ଡା ପରଟା ତ ଖାଇ ସାରିଛୁ। ଏବେ ତତେ ମୋ ଦୋକାନରେ କାମ କରି ମୋ ଅଣ୍ଡା ପରଟାର ଦାମ ନେବି। ଯା, କିଛି ଅଇଁଠା ବାସନ ପଡିଛି, ଶୀଘ୍ର ମାଜି ଦେ। ଆରେ, ତୁ ତ ଗୋଟେ ପେଙ୍ଗୁଇନ। ତୁ ଏଠାକୁ କେମିତି ଆସିଲୁ? ମତେ କ୍ଷମା କରିଦେ। ମୋ ପାଇଁ ତୋର ଏତେ ବଡ କ୍ଷତି ହେଇଗଲା। ମୋ ସାଙ୍ଗରେ ମୋ ଘରକୁ ଚାଲେ, ମୁଁ ତ ଘରେ ମଲମ ଲଗେଇଦେବି। ମା ଚଢ଼େଇ ପେଙ୍ଗୁଇନକୁ ଧରି ଘରକୁ ଯାଉଥିଲା। ସେତେବେଳେ ସେ ଦେଖିଲା
ତା ଝିଅ କୁନି ବାସନ ମାଜୁଛି। ମା କୁନି, ତୁ ସ୍କୁଲକୁ ନ ଯାଇ ଏଠି ବାସନ କାହିଁକି ମାଜୁଛୁ? କୁନି ତା ମାକୁ ସବୁ ଘଟଣା କହିଲା। ମାରେ, ତୋର ଯଦି ଅଣ୍ଡା ପରଟା ଖାଇବାକୁ ଇଚ୍ଛା ହଉଥିଲା ତୁ ମତେ କାହିଁକି କହିଲୁନି? ମା, ମୁଁ ଜାଣେ ତୁମେ ସାରା ଦିନ ପରିଶ୍ରମ କରି ଅଟୋ ଚଲାଅ, କେତେ କଷ୍ଟ କରି ଖାଇବା ଯୋଗାଡ଼ କର, ସେଥିପାଇଁ ମୁଁ ତୁମକୁ ଟଙ୍କା ମାଗି ନଥିଲି। ଆଉ କାନି, ମୋ ସାଙ୍ଗରେ ଏବେ ଘରକୁ ଚାଲେ, ମୁଁ ନିଜ ହାତରେ ତତେ ଅଣ୍ଡା ପରଟା କରି ଖୁଏଇବି। ମିଟୁ ଭାଇ, ଏଇ ନିଅ ତୁମ ଅଣ୍ଡା ପରଟାର ଟଙ୍କା। କୁନି ପାଖରେ ଯଦି ଟଙ୍କା ନଥିଲା ତୁମେ ମୋ ପାଖରୁ ଟଙ୍କା ନେଇ ପାରିଥାନ୍ତ। ତା ନ କରି ତୁମେ କୁନିକୁ ନିଜ ଦୋକାନରେ କାମ କରି କିଛି ବି ଠିକ କଲନି। ତୁମେ କଣ ଜାଣିନ, ଛୋଟ ଛୁଆଙ୍କୁ ନିଜ ଦୋକାନରେ କାମ କରିବା ଦଣ୍ଡନୀୟ ଅପରାଧ। ଆଉ କେବେ ବି ଯଦି କୌଣସି ଛୋଟ ଛୁଆକୁ ନିଜ ଦୋକାନରେ କାମ କରେଇବ ତୁମେ ଜେଲକୁ ଯିବ, ବୁଝିଲ? ତାପରେ ମା ଚଢ଼େଇ କୁନି ଆଉ ପେଙ୍ଗୁଇନକୁ ନେଇ ଘରକୁ ଗଲା। ସେ ପେଙ୍ଗୁଇନ ଘରେ ମଲମ ଲଗେଇ ବ୍ୟାଣ୍ଡେଜ କରିଦେଲା। ତୁମକୁ ଅନେକ ଅନେକ ଧନ୍ୟବାଦ ଚଢ଼େଇ ଆଣ୍ଟି। ଚଢ଼େଇ ଆଣ୍ଟି, ମୋ ଘର ଏଠି ନୁହଁ, ମୋ ଘର ବରଫ ଦେଶରେ। ସେଠି ମୁଁ ମୋ ବାପା ମାଙ୍କ ସହ ରହୁଥିଲି। ହେଲେ ଦିନେ ଗୋଟେ ଦୁଷ୍ଟ ଯାଦୁଗର ମତେ ଚୋରି କରି ଏ ଜଙ୍ଗଲକୁ ନେଇ ଆସିଲା। ମୁଁ କୌଣସି ମତେ ତା ପାଖରୁ ଖସି ଦୌଡୁଥିଲି। ସେଇ ସମୟରେ ମୁଁ ତୁମ ଅଟୋ ସହ ଧକ୍କା ହେଇଗଲି। ପେଙ୍ଗୁଇନ ଛୁଆ, ତୁ ଜମା ବି ଚିନ୍ତା କରନି, ତୁ ଏବେ ଆରାମ କର। ତୁ ସୁସ୍ଥ ହେଲା ପରେ ମୁଁ ତତେ ତ ବାପା ମାଙ୍କ ପାଖରେ ପହଞ୍ଚେଇବାର ବ୍ୟବସ୍ଥା କରିବି। ଏଇ କିଏ ଏଇ ପୁରୁଣା ଭଙ୍ଗା ଟ୍ରେନରେ ଘର କରି ରହିଛ? ଶୀଘ୍ର ବାହାରକୁ ଆସ। ଆଚ୍ଛା, ତମେ ମାନେ ତାହେଲେ ଏଇ ଟ୍ରେନ ଡବା ଦଖଲ କରି ରହିଛ। ଉପରୁ ଅର୍ଡର ଆସିଛି, କାଲି ଏ ଟ୍ରେନ ମରାମତିର ବ୍ୟବସ୍ଥା କରାହେବ। ଚଢ଼େଇ, ତୁ ଆଜି ହିଁ ତ ଝିଅକୁ ନେଇ ଏ ଟ୍ରେନ ଛାଡ଼ିଦେ। କିନ୍ତୁ ଚିଲୁ ଦିଦି, ଏ ଟ୍ରେନ ଡବା ମୁଁ କିଣି ନେଇଛି। ଏଠି ଯିଏ ଥିଲେ ସେ ମତେ କହିଥିଲେ ମୁଁ 20,000 ଟଙ୍କା ଦେଲେ ଏ ଟ୍ରେନ ଡବା ମୋର ହେଇଯିବ। ସେଥିପାଇଁ ମୁଁ ତାଙ୍କୁ 20,000 ଟଙ୍କା ଦେଇ ଏଠି ରହିବା ଆରମ୍ଭ କଲି। ସେ ତତେ ଠକି ତୋଠୁ ଟଙ୍କା ନେଇ ଚାଲି ଯାଇଛି। ଏ ଟ୍ରେନ ସରକାରଙ୍କର। ତୁ ଯଦି ଏଠୁ ଭଲରେ ନ ଯିବୁ ତତେ ଶାସ୍ତି ମିଳିବ। ଏବେ ମୁଁ କଣ କରିବି? ମୋର ଏଇ ଛୋଟ ଝିଅଟାକୁ ନେଇ ମୁଁ କୁଆଡେ ଯିବି? ଏ କଣ ପେଙ୍ଗୁଇନ, ତୋ ଦେହ ଅସୁସ୍ଥ, ତୁ ଏଠାକୁ କାହିଁକି ଆସିଲୁ? ଆମ ମାନଙ୍କ ଅସୁବିଧା କଥା ଶୁଣି ମୁଁ ଆଉ ରହିପାରିଲିନି, ଏଠାକୁ ଚାଲି ଆସିଲି। ଏବେ ମତେ କହିଲ ଚଢ଼େଇ ଆଣ୍ଟି, ତୁମେ ଟ୍ରେନ ଘର କାହିଁକି କିଣିଥିଲ? ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଘର ଲୋକ ମତେ ଆଉ ମୋ ଝିଅକୁ ଘରୁ ବାହାର କରିଦେଲେ। ସେତେବେଳେ ଆମ ପାଖରେ ରହିବା ପାଇଁ ଜାଗା ନଥିଲା। ଆମେ ଷ୍ଟେସନକୁ ଚାଲି ଆସିଥିଲୁ। କିଏ ତମେ ମାନେ? ଏତେ ରାତିରେ ଷ୍ଟେସନରେ କଣ କରୁଛ? ଆରେ ଆରେ, ସତରେ ତ ତମ ମାନଙ୍କର ଅନେକ କଷ୍ଟ। ଏବେ ତ ଶୀତ ଦିନ, ଏବେ ବେଶୀ ସମୟ ବାହାରେ ରହିବା ଠିକ ନୁହଁ। ହେଲେ ଚଢ଼େଇ, ତୁ ଚିନ୍ତା କରନି, ମୁଁ ତ ରହିବାର ବ୍ୟବସ୍ଥା କରିଦେବି। ଆସ ମୋ ସାଙ୍ଗରେ। ଚଢ଼େଇ, ଏ ଟ୍ରେନ ଡବା ଅନେକ ଦିନରୁ ଖାଲି ପଡ଼ିଛି। ତୁ ତ ଝିଅକୁ ନେଇ ଏ ଟ୍ରେନ ଡବାରେ ରହିପାରିବୁ। ହେଲେ ଗୋଟେ କଥା, ତୁ ଯେମିତି ବି ହେଉ ପଛେ ମୋତେ 20,000 ଟଙ୍କା ଦେବୁ। ମୁଁ ସେ ଟଙ୍କା ଏ ଟ୍ରେନ ମାଲିକକୁ ଦେବି। ସେମିତିରେ ତତେ ଆଉ କେହି ବି ଏ ଟ୍ରେନ ଡବାରୁ ବାହାର କରିବେନି। ଏମିତି ମୁଁ କଷ୍ଟ କରି ସେ ଚଢ଼େଇକୁ 20,000 ଟଙ୍କା ଦେଇଥିଲି। ସେ ଚଢ଼େଇ କୋଉଠି ରହୁଛି ମୁଁ ଜାଣିପାରୁନି। ତାକୁ ମୁଁ ଏବେ କୋଉଠି ଖୋଜିବି? ଚିନ୍ତା କରନି ଚଢ଼େଇ ଆଣ୍ଟି, ତୁମେ ମୋର ଜୀବନ ବଞ୍ଚେଇଛ। ମୋ ସାଙ୍ଗରେ ମୋ ଘରକୁ ଚାଲ। ମୁଁ ମୋ ବାପା ମାଙ୍କୁ ସବୁ କଥା କହିବି। ସେ ତମକୁ ନିଶ୍ଚୟ ସାହାଯ୍ୟ କରିବେ। ଏମିତି କହି ପେଙ୍ଗୁଇନ ଚଢ଼େଇ ଆଉ ତାର ଝିଅକୁ ନେଇ ବରଫ ଦେଶକୁ ଗଲା। ସେଠି ପହଞ୍ଚିଲା ପରେ ମା ଚଢ଼େଇ ଆଉ ତାର ଝିଅ ଥଣ୍ଡାରେ ଥରିଲେ। ମା, ଏଇଠି କେତେ ଥଣ୍ଡା। କୁନି, ଏଇ ଦେଖେ, ଆଗରେ ଆମ ଘର। ଆମ ଘର ଭିତରକୁ ଚାଲେ, ସେଠି ନା ତତେ ଜମା ଥଣ୍ଡା ଲାଗିବନି। ତାପରେ ପେଙ୍ଗୁଇନ ସେମାନଙ୍କୁ ନେଇ ତା ଘର ଭିତରକୁ ଗଲା। ତା ବାପା ମା ତାକୁ ଦେଖି ଖୁବ ଖୁସି ହେଇଗଲେ। ପେଙ୍ଗୁଇନ ଛୁଆ ତା ବାପା ମାଙ୍କୁ ସବୁ ଘଟଣା କହିଲା। ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ। ତୋ ପାଇଁ ଆଜି ଆମେ ଆମ ଛୁଆକୁ ଫେରି ପାଇଲୁ। ମୁଁ ଖୁସିରେ ତତେ କିଛି ଦେବାକୁ ଚାହୁଁଛି। ଆସ ମୋ ସାଙ୍ଗରେ। ଚଢ଼େଇ, ଏ ଅଣ୍ଡା ଘର ଆଜିଠୁ ତୋର। ଏ ଅଣ୍ଡା ଘର ଯାଦୁର। ତୁ ଏ ଅଣ୍ଡା ଘରୁ ପ୍ରତିଦିନ ଅଣ୍ଡା ପାଇବୁ। ଆଉ ହଁ, ଏ ଘର ଭିତରକୁ ଗଲେ ଏ ଘର ତୁମକୁ ନେଇ ତୁମ ଜଙ୍ଗଲରେ ପହଞ୍ଚେଇ ଦେବ। ବାଃ, ଏ ଅଣ୍ଡା ଘର ବହୁତ ସୁନ୍ଦର ହେଇଛି। ମା, ଏବେ ମୁଁ ପ୍ରତିଦିନ ଅଣ୍ଡା ପରଟା ଖାଇପାରିବି ନା? ହଁ ରେ ମା, ମୁଁ ପ୍ରତିଦିନ ଏବେ ତୋ ପାଇଁ ଅଣ୍ଡା ପରଟା ତିଆରି କରିଦେବି। ତୁମକୁ ଅନେକ ଅନେକ ଧନ୍ୟବାଦ ପେଙ୍ଗୁଇନ। ତୁମ ପାଇଁ ମୋର ବହୁତ ବଡ଼ ଚିନ୍ତା ଦୂର ହେଇଗଲା।
ତାପରେ ମା ଚଢ଼େଇ ଆଉ ତାର ଝିଅ ଅଣ୍ଡା ଘର ଭିତରକୁ ଗଲେ। ଅଣ୍ଡା ଘର ସେମାନଙ୍କୁ ତାଙ୍କ ଜଙ୍ଗଲରେ ପହଞ୍ଚେଇ ଦେଲା। ମା ଚଢ଼େଇ ପ୍ରତିଦିନ ଅଣ୍ଡା ପରଟା ତିଆରି କରି ତା ଝିଅକୁ ଖାଇବା ପାଇଁ ଦେଉଥିଲା। ଆଉ କିଛି ଅଣ୍ଡା ପରଟା ସେ ବିକ୍ରି କରୁଥିଲା। ଶୁଣ 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 ସମସ୍ତେ ଶୁଣ, ଆଜି ହେଉଛି ଅମାବାସ୍ୟାର ରାତି। ଆଜି ରାତି କେହି ବି ଘରୁ ବାହାରିବନି, ନହେଲେ ସେ ପିଶାଚି ଚାଲି ଆସିବ। ଶୁଣ 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 ସମସ୍ତେ ଶୁଣ। ଆରେ ଆରେ, ଆଜି ତ ଅମାବାସ୍ୟାର ରାତି, ଆଜି ପୁଣି ସେ ପିଶାଚି ଆସିବ। ଚାଲ ଚାଲ ଶୀଘ୍ର ଘରକୁ ଚାଲ, ଆଜି ରାତି କେହି ବି ଘରୁ ବାହାରିବନି। ସବୁ ଚଢ଼େଇ ସନ୍ଧ୍ୟା ହେବା ଆଗରୁ ନିଜ ନିଜ ଘରକୁ ଚାଲିଗଲେ। ଅଧରାତିରେ ସେ ଭୟଙ୍କର ପିଶାଚି ଜଙ୍ଗଲକୁ ଆସିଲା। ଆଜି ମୁଁ କାହା ଘରକୁ ଯିବି? ଆରେ ହଁ, ଗତ ଅମାବାସ୍ୟାରେ ମିଠୁ ତା ଘରେ ନଥିଲା। ସେ ଏବେ ତା ଘରକୁ ଫେରି ଆସିଥିବ। ମୁଁ ଏବେ ତା ପାଖକୁ ଯାଏ। ବାହାରେ କିଏ କାନ୍ଦୁଛି ବୋଧେ? ନିଶ୍ଚୟ ସେ କିଛି ବିପଦରେ ପଡ଼ିଥିବ। ମୁଁ ଯାଇ ଦେଖେ, ଯଦି କିଛି ସାହାଯ୍ୟ ଦରକାର ହୁଏ ମୁଁ ତାକୁ ସାହାଯ୍ୟ କରିବି। କଣ କରୁଛୁ ଧନ? ଜମା ବାହାରକୁ ଯାନି, ଏଇ କାନ୍ଦ ପିଶାଚିର। ତୁ ଯଦି ଘରୁ ବାହାରିବୁ ସେ ତତେ ମାରିଦେବ। ତୁ କାନ୍ଦକୁ ଧ୍ୟାନ ନ ଦେଇ ଶୋଇବୁ ଯା। ଆଚ୍ଛା ଠିକ ଅଛି ମା। ଏ ଅମାବାସ୍ୟାରେ ମୁଁ କାହାକୁ ବି ମାରି ପାରିଲିନି। ମତେ ଆର ଅମାବାସ୍ୟାକୁ ଏବେ ଅପେକ୍ଷା କରିବାକୁ ପଡ଼ିବ। ଯା ହଉ, ରାତି ହେବା ଆଗରୁ ମୁଁ ଘରକୁ ଫେରି ଆସିଲି। ମା ମା, ଆଜି ଏତେ ଶୀଘ୍ର ଶୀଘ୍ର କାମ ସାରିଦେଲ ଯେ? ତୋର କଣ ମନେ ନାହିଁ ଧନ? ଆଜି ଅମାବାସ୍ୟାର ରାତି, ଆଜି ସେ ପିଶାଚି ପୁଣି ଆସିବ। ଗତ ଥର ଭଳି ଭୁଲ ଏଥର କରିବୁନି। ରାତିରେ ଯିଏ ଡାକୁ ପଛେ ଜମା ଘରୁ ବାହାରିବୁନି। ଠିକ ଅଛି ମା, ମୁଁ ଆଜି ତୁମ ପାଖରେ ଶୋଇବି, ଜମା ଉଠିବିନି। ଆଜି ପୁଣି ଅମାବାସ୍ୟାର ରାତି। ଆଜି ଯଦି ମୁଁ ଗୋଟେ ଚଢ଼େଇ ଖାଇପାରନ୍ତି, ମୋ ଶକ୍ତି 2 ଗୁଣ ବଢ଼ିଯାଆନ୍ତା। ମୁଁ ଶକ୍ତିଶାଳୀ ହେଲେ ସେ ଦୁଷ୍ଟମାନଙ୍କୁ ମାରି ମୋ ମୃତ୍ୟୁର ପ୍ରତିଶୋଧ ନେଇପାରନ୍ତି। ଏବେ ଯାଏ ମୁଁ ଚଢ଼େଇ ଖୋଜି ଦେଖେ। ଘରର ସବୁ କାମ ତ ସରିଗଲା, ଚାଲ ଏବେ ଶୋଇବା। ମା କୁନି, ତୁ ଆଜି ଆମ ପାଖରେ ଶୋଇବୁ। ରାତିରେ କିଛି ବି ଶବ୍ଦ ହେଲେ ଜମା ଉଠିବୁନି। ମା ମା, ମୁଁ ଗୋଟେ କଥା ପଚାରିବି? କଣ କଥା ପଚାରିବୁ? ପଚାର। ସବୁ ଅମାବାସ୍ୟା ରାତିରେ ସମସ୍ତେ ଏତେ ଡରନ୍ତି କାହିଁକି? କଣ ହୁଏ ସେ ଅମାବାସ୍ୟା ରାତିରେ? ଅଧରାତିରେ କାହାର କାନ୍ଦ ବି ଶୁଣାଯାଏ, ହେଲେ କେହି ବି ତାକୁ ସାହାଯ୍ୟ କରିବା ପାଇଁ ବାହାରକୁ କାହିଁକି ଯାଆନ୍ତିନି? ପୁଣି ସେଇ ଗୋଟେ କଥା ପଚାରୁଛୁ? ଏ ସବୁରେ ତୁ ମୁଣ୍ଡ ଖେଳାନି। ବାହାରେ ଯାହା ଘଟୁଛି ତୁ ବୁଝିପାରିବୁନି। ସେସବୁରେ ଧ୍ୟାନ ନ ଦେଇ ତୁ ଶୋଇବୁ ଯା। ମାରେ, ତୁ ଏବେ ବହୁତ ଛୋଟ। ଆମେ ଯେମିତି କହୁଛୁ, ତୁ ଯଦି ଆମ କଥା ମାନିବୁ ତୋର କିଛି ଅସୁବିଧା ହେବନି। ତୁ ଏବେ ଶୋଇପଡ଼, ଆମକୁ ବି ଶୋଇବାକୁ ଦେ। ଆଚ୍ଛା ଠିକ ଅଛି ବାପା, ମୁଁ ତୁମର ସବୁ କଥା ମାନିବି। ବାପା ମା କାହିଁକି ମତେ କିଛି ବି କହୁନାହାନ୍ତି ଜାଣିପାରୁନି। ବାହାରେ କିଏ କାନ୍ଦୁଛି? ମତେ ଜାଣିବାକୁ ଭାରି ଇଚ୍ଛା ହଉଛି। ତାର କାନ୍ଦ ଶୁଣିଲେ ମତେ ଭାରି କଷ୍ଟ ହୁଏ। ତାପରେ ସେମାନେ ଶୋଇପଡ଼ିଲେ। ଅଧରାତିରେ ପିଶାଚି ସେ ଜଙ୍ଗଲକୁ ଆସିଲା ଆଉ କାନ୍ଦିବା ଆରମ୍ଭ କଲା। ଏଇ ତ ସେ କାନ୍ଦିବାର ଶବ୍ଦ। କିଏ ଏମିତି ବିକଳ ହେଇ କାନ୍ଦୁଛି? ମୋର ଜାଣିବାକୁ ଭାରି ଇଚ୍ଛା ହଉଛି। ବାପା ମା ଶୋଇଛନ୍ତି, ମୁଁ ଯାଇ ଥରେ ଦେଖି ଆସେ କିଏ ଏମିତି କାନ୍ଦୁଛି। କୁନି ଧୀରେ ଧୀରେ କବାଟ ଖୋଲି ବାହାରକୁ ଗଲା। ଦୂରରୁ ପିଶାଚି ତାକୁ ଦେଖୁଥିଲା। ଏଇ ତ ଗୋଟେ ଚଢ଼େଇ ଛୁଆ ବାହାରକୁ ଆସୁଛି। ମୁଁ ଆଉ ଟିକେ କାନ୍ଦେ, ସେ ଯେମିତି ମୋ ପାଖକୁ ଆସିବ ମୁଁ ତାକୁ ଧରି ନେବି। ଲାଗୁଛି ସେଇଠି କିଏ କାନ୍ଦୁଛି, ମୁଁ ତା ପାଖକୁ ଯାଏ। ତୁମେ କିଏ? ଏତେ ରାତିରେ ଏମିତି ବାହାରେ ବସି କାନ୍ଦୁଛ କାହିଁକି? ଏ ଛୁଆଟାକୁ ମାରିବା ପୂର୍ବରୁ ମୁଁ ତା ସହ ଟିକେ କଥା ହୁଏ। ଲାଗୁଛି ଆ ମନଟା ଭାରି ଭଲ। ମୋର ଭାରି ଦୁଃଖ, ସେଥିପାଇଁ ମୁଁ କାନ୍ଦୁଛି। ହେଲେ ଛୋଟ ଝିଅ, ତୁ କାହିଁକି ବାହାରକୁ ଆସିଲୁ? ତୁ କଣ ଜାଣିନୁ ଆଜି ଅମାବାସ୍ୟାର ରାତି? ଆଜି ପିଶାଚି ଜଙ୍ଗଲରେ ଘୁରି ବୁଲେ। ହଁ ମୁଁ ଜାଣେ, ହେଲେ ତୁମେ ବି ତ ବାହାରେ ଅଛ। ତୁମକୁ ତ ସେ ପିଶାଚି ମାରୁନି। ତା ଛଡ଼ା ତୁମ କାନ୍ଦ ଶୁଣିଲେ ମତେ ଭାରି କଷ୍ଟ ହୁଏ। ମୋ ମା ମତେ କେବେ ବି ଘରୁ ବାହାରିବାକୁ ଦିଅନ୍ତିନି। ଆଜି ଯେତେବେଳେ ବାପା ମା ଶୋଇପଡ଼ିଛନ୍ତି, ମୁଁ ଚୁପ୍ ଚୁପ୍ ଘରୁ ବାହାରି ତୁମ ପାଖକୁ ଚାଲି ଆସିଲି। ତୁମକୁ କିଛି ଦରକାର କି? ମତେ କୁହ, ମୁଁ ତୁମକୁ ଆଣିଦେବି।
ଏ ଛୋଟ ଝିଅଟି କେତେ ଭଲ। ଆଜି ଯାଏ କେହି ବି ମୋ କଥା ଚିନ୍ତା କରିନାହାନ୍ତି। ୟା ପାଖରୁ ମୋ ପାଇଁ ଏତେ ଚିନ୍ତା ଦେଖି ତାକୁ ମାରିବାକୁ ମୋର ଆଉ ଇଚ୍ଛା ହେଉନି। କଣ ହେଲା? କଣ ଏତେ ଭାବୁଛ? ମତେ କୁହ। ଆରେ ଛୋଟ ଝିଅ, ପ୍ରକୃତରେ ମୁଁ ସେଇ ପିଶାଚି। ମୁଁ ସମସ୍ତଙ୍କୁ ମାରିବା ପାଇଁ ପ୍ରତ୍ୟେକ ଅମାବାସ୍ୟା ରାତିରେ କାନ୍ଦିବାର ନାଟକ କରେ। କିନ୍ତୁ ତୁ ଭାରି ଭଲ। ମୁଁ ତତେ ମାରିବାକୁ ଚାହୁଁନି। ତୁ ଘରକୁ ଯା। କିନ୍ତୁ ତୁମେ କାହିଁକି ସମସ୍ତଙ୍କୁ ମାରିବାକୁ ଚାହୁଁଛ? ଆଉ ତୁମେ ପିଶାଚି କେମିତି ହେଲ? ମତେ କୁହ। ମତେ ଚୋରର ମିଥ୍ୟା ଅପବାଦ ଦେଇ ମୋ ସ୍ୱାମୀ ଆଉ ମୋ ଶାଶୁ ମତେ ମାରି ଦେଇଛନ୍ତି। ସେମାନଙ୍କୁ ମାରିଲେ ଯାଇ ମୋ ଆତ୍ମାକୁ ଶାନ୍ତି ମିଳିବ। ହେଲେ ସେମାନେ ତାନ୍ତ୍ରିକକୁ ମିଛ କହି ନିଜ ଘରକୁ ବନ୍ଦୀ କରିଦେଇଛନ୍ତି। ମୁଁ ଯେତେ ଚେଷ୍ଟା କଲେ ବି ତାଙ୍କୁ ମାରିପାରୁନି। ସେଥିପାଇଁ ପ୍ରତ୍ୟେକ ଅମାବାସ୍ୟା ରାତିରେ ମୁଁ ଚଢ଼େଇ ଖୋଜେ। ଚଢ଼େଇମାନଙ୍କୁ ମାରିଲେ ମୋତେ ଶକ୍ତି ମିଳିବ। ଆଉ ତାପରେ ଯାଇ ମୁଁ ମୋ ଶାଶୁ ଆଉ ମୋ ସ୍ୱାମୀକୁ ମାରିପାରିବି। ତା ମାନେ ତୁମେ କାଉ ଅଙ୍କଲଙ୍କ ସ୍ତ୍ରୀ? ହେଲେ ସେମାନେ ତ କହୁଥିଲେ ତୁମେ ସମସ୍ତଙ୍କ ଘରୁ ଚୋରି କରୁଥିଲ। ଆଉ ଧରା ପଡ଼ିଯିବା ପରେ ସେମାନେ ତୁମକୁ ଜେଲଖାନା ପଠାଇ ଦେଇଛନ୍ତି। ସେମାନେ ମିଛ କହୁଛନ୍ତି। ପ୍ରକୃତ ଚୋର ତ ସେମାନେ। ପ୍ରତି ରାତିରେ ମୋ ଶାଶୁ ଆଉ ମୋ ସ୍ୱାମୀ ସମସ୍ତଙ୍କ ଘରୁ ଚୋରି କରୁଥିଲେ। ମୁଁ ତାଙ୍କୁ ଯେତେ ମନା କଲେ ବି ସେମାନେ ମୋ କଥା ଶୁଣୁନଥିଲେ। ଯେତେବେଳେ ଜଙ୍ଗଲରେ ସମସ୍ତେ ଏକଥା ଜାଣିଲେ, ମୋ ସ୍ୱାମୀ ଆଉ ମୋ ଶାଶୁ ମୋତେ ସବୁ ଦୋଷ ଦେଇ ସମସ୍ତଙ୍କ ଆଗରେ ଚୋର କରିଦେଲେ। ସେମାନେ ମୋତେ ଏତେ ପିଟିଲେ ଯେ ମୁଁ ସେ ମାଡ଼ର ଯନ୍ତ୍ରଣା ସହି ନପାରି ମରିଗଲି। ମୋ ଚିତ୍କାର ସମସ୍ତେ ଶୁଣିପାରିଲେ ବି କେହି ମୋତେ ସାହାଯ୍ୟ କରିବାକୁ ଆସିଲେନି। ଏବେ ମୁଁ କାହାକୁ ବି ଛାଡ଼ିବିନି। ସମସ୍ତଙ୍କୁ ମାରିଦେବି। ପ୍ରକୃତ ସତ କଥା କେହି ବି ଜାଣିନାହାନ୍ତି। ଯେତେବେଳେ ଜାଣିବେ ସମସ୍ତେ ତୁମକୁ ସାହାଯ୍ୟ କରିବେ। ମତେ କଥା ଦିଅ, ତୁମେ ଆଉ କାହାକୁ ବି ମାରିବନି। ମୁଁ କାଲି ହିଁ ସମସ୍ତଙ୍କୁ ସବୁ ସତ କଥା କହିଦେବି। ଆଚ୍ଛା ଠିକ୍ ଅଛି, ମୁଁ ଏବେ ଯାଉଛି। ଆରେ ଆମ ଝିଅ କୁଆଡେ ଗଲା? ଆରେ ଉଠ, କୁନି ଘରେ ନାହିଁ, ତାକୁ ଶୀଘ୍ର ଖୋଜ। ମତେ ଖୋଜିବାକୁ ପଡ଼ିବନି। ବାପା, ମା, ମୁଁ ଆସିଗଲି। କୁନି, ଏତେ ରାତିରେ ତୁ କୁଆଡେ ଯାଇଥିଲୁ? ଏ ତୁ କଣ କହୁଛୁ? ତୋ କଥା କଣ ସତ? ହଁ ସତ। ପିଶାଚି ଆଣ୍ଟି ମତେ ସବୁ କଥା କହିଛନ୍ତି। ଆମେ ତାଙ୍କୁ ସାହାଯ୍ୟ କଲେ ସେ ଆଉ କେବେ କାହାକୁ ମାରିବେନି। ପରଦିନ ସକାଳେ ବାପା ଚଢ଼େଇ ଆଉ ମା ଚଢ଼େଇ ସମସ୍ତଙ୍କୁ ଡାକି ସବୁ ଘଟଣା କହିଲେ। ତା ମାନେ ପ୍ରକୃତ ଚୋର କାଉ ଆଉ ତାର ମା। ତା ସ୍ତ୍ରୀ ନିର୍ଦ୍ଦୋଷ ଥିଲା। ହେଲେ ଆମେ ତାକୁ ଚୋର କହି ଅନେକ ଅପମାନ କରିଛେ। ସେ କାଉମାନଙ୍କୁ ଆମେ ଜମା ବି ଛାଡ଼ିବାନି। ତାଙ୍କ ପାଇଁ ପିଶାଚି ଆମକୁ କଷ୍ଟ ଦେଉଛି। ଚିନ୍ତା କରନି, ମୁଁ ଆସିଯାଇଛି। କୁନି ମୋତେ ସବୁ ସତ କଥା କହିଛି। ମୁଁ ସେ ପିଶାଚି ସହ ଅନ୍ୟାୟ କରିଛି। ତମେ ମାନେ ଯାଅ, କାଉ ଆଉ ତାର ସ୍ତ୍ରୀକୁ ଧରି ଆଣ। ମୁଁ ମୋ ଶକ୍ତିରେ ପିଶାଚିକୁ ଡାକୁଛି। ତାନ୍ତ୍ରିକ ଚଢ଼େଇ ତା ଶକ୍ତିରେ ପିଶାଚିକୁ ଡାକିଲା। ପିଶାଚି ସେଠାକୁ ଆସି ସମସ୍ତଙ୍କୁ ସବୁ ସତ କଥା କହିଲା। ସତ କଥା ଜାଣିଲା ପରେ ସମସ୍ତେ କାଉମାନଙ୍କ ଉପରେ ଅନେକ ରାଗିଗଲେ। ଆଉ ତାଙ୍କ ଘରକୁ ଯାଇ ସେମାନଙ୍କୁ ବାନ୍ଧି ପିଶାଚି ପାଖକୁ ନେଇ ଆସିଲେ। ମୋତେ କ୍ଷମା କରିଦେବୁ ଝିଅ। ମୁଁ ଜାଣିନଥିଲି ଏମାନେ ଏତେ ଦୁଷ୍ଟ। ମିଛ ଅଭିଯୋଗ ଦେଇ ଏମାନେ ତତେ ମାରି ଦେଇଛନ୍ତି। ସତ କଥା ଜାଣିଥିଲେ ମୁଁ କେବେ ବି ଏମାନଙ୍କୁ ସାହାଯ୍ୟ କରିନଥାନ୍ତି। ହଁ ପିଶାଚି, ଆମକୁ ବି କ୍ଷମା କରିଦିଅ। ଏମାନଙ୍କ ମିଛକୁ ଆମେ ସତ ଭାବି ନେଇଥିଲୁ। ଏବେ ତୁମର ଯାହା ଇଚ୍ଛା ତୁମେ ଏମାନଙ୍କ ସହ କରିପାର। ଆମର ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅ। ଏଇ ଥରକ ଆମକୁ ଛାଡ଼ିଦିଅ। ଆମେ ଏଭଳି ଭୁଲ ଆଉ କେବେ କରିବୁନି। ନା, ମୁଁ ତମମାନଙ୍କୁ କ୍ଷମା କରିପାରିବିନି। ତମମାନଙ୍କୁ କ୍ଷମା କଲେ କ'ଣ ମୁଁ ପୁଣି ଥରେ ମୋ ଜୀବନ ଫେରି ପାଇବି? ଆଜି ମୁଁ ତମମାନଙ୍କୁ ମୋ ସାଙ୍ଗରେ ନେଇଯିବି। ଆଉ ହଁ, ତମେ ମାନେ ବି ଶୁଣ, କୌଣସି କଥାକୁ ସତ ଭାବିବା ପୂର୍ବରୁ ତା ଠିକ୍ କି ଭୁଲ ଆଗ ଜାଣିନିଅ। ତାପରେ ଯାଇ ସେ କଥା ଉପରେ ବିଶ୍ୱାସ କରିବ। ମୋ ଆତ୍ମାକୁ ଏବେ ଶାନ୍ତି ମିଳିଗଲା। ମୁଁ ଆଉ କେବେ ଏଠାକୁ ଆସିବିନି। ଏମିତି କହି ପିଶାଚି କାଉମାନଙ୍କୁ ଧରି ସେଠାରୁ ଚାଲିଗଲା। ସେଦିନ ପରଠାରୁ ଆଉ କାହାର ବି ଭୟ ରହିଲାନି। ଅମାବାସ୍ୟା ରାତିରେ ବି ସମସ୍ତେ ଘରୁ ବାହାରି ପାରୁଥିଲେ।
ରିନୁ ମୁଁ ଆଜି ବହୁତ ଖୁସି। ଏଇଟା ଆମର ପ୍ରଥମ ଅଣ୍ଡା। ଆଉ କିଛି ଦିନ ପରେ ହିଁ ମୋ ଛୋଟ ଛୁଆ ଅଣ୍ଡାରୁ ବାହାରିବ, ମତେ ବାପା ଡାକିବ। ଏ ସବୁ ଭାବିଲା ବେଳେ ହିଁ ମତେ ଭାରି ଖୁସି ଲାଗୁଛି। ହେଲା ହେଲା, ସେତିକି ଖୁସି ହେଇଥାଅ। ଆଗକୁ ଶୀତ ଦିନ, ଚାଲ ଏବେରୁ ହିଁ ଖାଇବା ଜମା କରି ରଖିବା, ନହେଲେ ପଛରେ ଆମ ଛୋଟ ଛୁଆ ଖାଇବା ପାଇଁ କଷ୍ଟ ପାଇବ। ନା ନା, ତୁ ମୋ ସାଙ୍ଗରେ ଆସନି। ଖାଇବା ଜମା କରିବା ଦାୟିତ୍ୱ ମୋର। ତୁ କେବଳ ଆମ ଅଣ୍ଡାର ଯତ୍ନ ନେ। ମୁଁ ଏଇ ଯାଉଛି, ଆଉ ଶୀଘ୍ର ଖାଇବା ନେଇ ଚାଲି ଆସିବି। ଏମିତି କହି ବାପା ଚଢ଼େଇ ଖାଇବା ଖୋଜିବାକୁ ଗଲା। ସେ ଏକ ଗହମ ବିଲରୁ କିଛି ଗହମ ଯୋଗାଡ଼ କରୁଥିଲା। ଠିକ୍ ସେହି ସମୟରେ ଗୋଟିଏ ପକ୍ଷୀ ଶିକାରୀ ସେଠାକୁ ଚାଲି ଆସିଲା। ସେ ବାପା ଚଢ଼େଇକୁ ଦେଖି ତାକୁ ତୀର ମାରିଲା, ଆଉ ତାକୁ ଧରି ଘରକୁ ଚାଲିଗଲା। ଏ ସବୁ ଘଟଣା ଦୂରରୁ ମିଟୁ ଦେଖୁଥିଲା। ସେ ଶୀଘ୍ର ରିନୁ ଚଢ଼େଇ ପାଖକୁ ଗଲା। ସେପଟେ ମା ମା, ମୁଁ ଅଣ୍ଡାରୁ ବାହାରି ଗଲି। ମୁଁ ଅଣ୍ଡା ଭିତରେ ଥାଇ ବାପାଙ୍କ କଥା ଶୁଣିଥିଲି। ବାପା କୁଆଡ଼େ ଗଲେ ମା? ମୋ ସୁନ୍ଦର ଝିଅ, ବାପା ତୋ ପାଇଁ ଖାଇବା ଆଣିବାକୁ ଯାଇଛନ୍ତି। ସେ ତତେ ଦେଖିଲେ ଅନେକ ଖୁସି ହେଇଯିବେ। ତୁ କିଛି ସମୟ ଅପେକ୍ଷା କର, ବାପା ଏବେ ଆସିଯିବେ। ରିନୁ, ହେ ରିନୁ, ସର୍ବନାଶ ହେଇଗଲା। ଗୋଟେ ବଡ଼ ଅଘଟଣ ଘଟିଗଲା। ତୁମେ ଏମିତି କାହିଁକି କହୁଛ ମିଟୁ ଭାଇ? କଣ ହେଇଛି ମତେ ଶୀଘ୍ର କୁହ। ଏ ରାଜୁ ଭାଇ ଆଉ ଏ ଦୁନିଆରେ ନାହିଁ। ଗୋଟେ ପକ୍ଷୀ ଶିକାରୀ ତାକୁ ମାରି ନେଇଗଲା। ତୁ ଏବେ ଧୈର୍ଯ୍ୟ ଧର, ମୁଁ ଯାଏ ଅନ୍ୟମାନଙ୍କୁ ବି ଏକଥା କହିଦିଏ। ଏ କଣ ହେଇଗଲା? ଝିଅକୁ ଦେଖିବା ପୂର୍ବରୁ ହିଁ ତୁମେ ଚାଲିଗଲ ରାଜୁ। ଏବେ ଆମେ ତୁମ ବିନା କେମିତି ବଞ୍ଚିବୁ? ବାପା ଚଢ଼େଇକୁ ହରେଇ ମା ଚଢ଼େଇ ଆଉ ତାର ଝିଅ ଅନେକ କାନ୍ଦୁଥିଲେ। ଏମିତି କିଛି ଦିନ ବିତିଗଲା। ଦିନେ ସକାଳେ ମା ମା, ଶୀଘ୍ର ଉଠ, ଭୂମିକମ୍ପ ହେଉଛି। ମା ଉଠ ମା। ଆରେ ସତରେ ତ ଆମ ଘର ହଲୁଛି। ମାରି, ଆମ ଘର ଭାରି ଦୁର୍ବଳ, କେତେବେଳେ ବି ଭାଙ୍ଗିଯିବ। ଚାଲ ମା, ଶୀଘ୍ର ଏଠୁ ବାହାରି ଯିବା। ମା ଚଢ଼େଇ ଆଉ ତାର ଝିଅ ଶୀଘ୍ର ଘରୁ ବାହାରି ଆସିଲେ। ସେତେବେଳେ ସେମାନେ ଦେଖିଲେ କାଉ ସେଇ ଗଛକୁ କାଟୁଛି, ଯୋଉ ଗଛରେ ତାଙ୍କ ଘର ଥିଲା। ଏ କଣ କାଉ ଭାଇ, ତୁମେ ଆମକୁ କିଛି ନ କହି ଗଛ କାହିଁକି କାଟୁଛ? ତୁମେ କଣ ଦେଖିପାରୁନ ଏଇ ଗଛରେ ଆମ ଘର ଅଛି? ଏ ଗଛ ଏବେଠୁ ତୋର ନୁହଁ, ମୋର। ଏ ଗଛ ତୁମର କେମିତି ହେଲା? ଆମେ ଅନେକ ଦିନ ଧରି ଏ ଗଛରେ ରହି ଆସୁଛୁ। ଶୁଣ ଚଢ଼େଇ, ତୋ ସ୍ୱାମୀ ମୋଠୁ ଟଙ୍କା ଧାର ନେଇଥିଲା। ସେ କହିଥିଲା ସେ ଯଦି ଟଙ୍କା ଫେରେଇ ନ ପାରିବ ମୁଁ ଏ ଗଛକୁ କାଟି ନେଇଯିବି। ତୁ ଯଦି ଚାହୁଁଛୁ ମୁଁ ଏ ଗଛ ନ କାଟିବି, ତୁ ଏବେ ହିଁ ମତେ 10,000 ଟଙ୍କା ଦେ। ଏତେ ଟଙ୍କା? ହେଲେ କାଉ ଭାଇ, ଏତେ ଟଙ୍କା ତ ମୋ ପାଖରେ ନାହିଁ। ମତେ ଆଉ କିଛି ଦିନ ସମୟ ଦିଅ, ମୁଁ ତୁମକୁ ସବୁ ଟଙ୍କା ଫେରେଇ ଦେବି। ନା, ମୁଁ ଆଉ ସମୟ ଦେଇ ପାରିବିନି। ମତେ ଏବେ ହିଁ ଟଙ୍କା ଦେ, ନହେଲେ ମୁଁ ଏ ଗଛ କାଟିବି। ଏମିତି କହି କାଉ ପୁଣି ଗଛ କାଟିବା ଆରମ୍ଭ କଲା। ଚଢ଼େଇ ସାହାଯ୍ୟ ପାଇଁ ମିଟୁ ପାଖକୁ ଗଲା। କଣ ହେଲା ଚଢ଼େଇ, ତୁ ଏମିତି କାନ୍ଦୁଛୁ କାହିଁକି? ମତେ କହ, କଣ ହେଇଛି ତୋର? ଏମିତି ଚଢ଼େଇ ମିଟୁକୁ ସବୁ ଘଟଣା କହିଲା। ସେ ଦୁଷ୍ଟ କାଉର ଏତେ ସାହସ! ରାଜୁ ମରୁ ମରୁ ସେ ଗଛ କାଟିବାକୁ ଚାଲି ଆସିଲା। ମୋ ସାଙ୍ଗରେ ଚାଲ ଚଢ଼େଇ, ଦେଖିବା ସେ କାଉ କେମିତି ଗଛ କାଟିବ। ରହିଯା ଦୁଷ୍ଟ କାଉ, ତୁ ଏ ଗଛ କାଟି ପାରିବୁନି। କଣ ପାଇଁ କାଟି ପାରିବିନି? ଏ ଗଛ ଏବେଠୁ ମୋର। ମୋର ଯାହା ଇଚ୍ଛା ହବ ମୁଁ ତାହା କରିବି। ଦେଖ କାଉ, ରାଜୁ ଯିବା ପରେ ଏବେ ରିନୁ ଅସହାୟ। ତାକୁ କିଛି ଦିନ ସମୟ ଦେ, ସେ ତୋର ସବୁ ଟଙ୍କା ଫେରେଇ ଦେବ। ଏଇ ମିଟୁ, ଚଢ଼େଇର ଓକିଲାତି କରିବାକୁ ଚାଲି ଆସିଲୁ? ମିଟୁ, ତୋ ସହ ମୋର କିଛି ଶତ୍ରୁତା ନାହିଁ। ତୁ ଏଠୁ ଚାଲିଯା। ମୁଁ ଚଢ଼େଇକୁ ଆଉ ସମୟ ଦେଇ ପାରିବିନି। ମୁଁ ଆଜି ଏ ଗଛ କାଟି ଘରକୁ ନେବି। ଠିକ ଅଛି, ତୁ ଗଛ କାଟିବୁ ତ କାଟ। ମୁଁ ଏବେ ମୋ ସାଙ୍ଗ ଚିଲ ପାଖକୁ ଯାଇ ଏକଥା କହିଦେବି। ଚିଲ ଏଠାକୁ ଆସିଲେ ତୋର କଣ ଅବସ୍ଥା ହେବ ସେତେବେଳେ ତୁ ଜାଣିବୁ। ମିଟୁର ସାଙ୍ଗ ଚିଲ ଜାଣି ତ କାଉ ଅନେକ ଡରିଗଲା। ନା ନା, ଏକଥା ତୁ ଚିଲକୁ କହିବୁନି। ମୁଁ ଏବେ ଏଠୁ ଚାଲି ଯାଉଛି। ମିଟୁ ଭାଇ, ସତରେ କଣ ଚିଲ ତୁମ ସାଙ୍ଗ? ଆରେ ନା ନା, ଚିଲ ମୋ ସାଙ୍ଗ ନୁହଁ। ମୁଁ କେବଳ କାଉକୁ ଡରେଇବା ପାଇଁ ଏକଥା କହିଥିଲି। କାଉ ଯେମିତି ଡରିଲା ନା, ସେ ଆଉ କେବେ ତ ଗଛ କାଟିବାକୁ ଆସିବନି। ତୁମକୁ ବହୁତ ବହୁତ ଧନ୍ୟବାଦ ମିଟୁ ଭାଇ। ଆରେ ଚଢ଼େଇ, ମତେ ଧନ୍ୟବାଦ ଦେବାକୁ ପଡିବନି। ରାଜୁ ମୋର ଭଲ ସାଙ୍ଗ ଥିଲା। ତୁ ଯେତେବେଳେ ବି ଅସୁବିଧାରେ ପଡିବୁ ମତେ କହିବୁ। ମୁଁ ଏବେ ଯାଉଛି। ଏମିତି କହି ମିଟୁ ସେଠାରୁ ଚାଲିଗଲା।
ସେପଟେ କାଉ ଦୂରରୁ ଥାଇ ତାଙ୍କର ସବୁ କଥା ଶୁଣିନେଲା। ଆରେ ଏମାନେ ମତେ ବୋକା ବନେଇଦେଲେ। ସେ ଯାହା ବି ହଉ ମୁଁ ଏ ଗଛ କାଟିକି ହିଁ ରହିବି, ଆଜି ହଉ କି କାଲି। ମା କୁନି, ମୁଁ କାମ ଖୋଜିବାକୁ ଯାଉଛି। ତୁ ଏବେ ବହୁତ ଛୋଟ, ଏକା ବାହାରକୁ ଯିବୁନି। ମୁଁ ଠିକ ସମୟରେ ଫେରି ଆସିବି। ଠିକ ଅଛି ମା, ଚିନ୍ତା କରନି, ମୁଁ କୁଆଡେ ବି ଏକୁଟିଆ ଯିବିନି। ଏବେ ତୁମେ ଯାଅ। ଚଢ଼େଇ ଯେମିତି କାମ ଖୋଜିବା ପାଇଁ ବାହାରକୁ ଗଲା, କାଉ କୁରାଢି ନେଇ ଗଛ ପାଖକୁ ଆସିଲା। ଆଉ ସେ ଗଛ କାଟିବା ଆରମ୍ଭ କଲା। ଗଛ କାଟିବା ଶବ୍ଦରେ ଚଢ଼େଇ ଛୁଆ ବାହାରକୁ ଆସିଲା। କାଉ ଅଙ୍କଲ, ତୁମେ ଗଛ କାହିଁକି କାଟୁଛ? ଦୟାକରି ଗଛ କାଟନି, ଆମ ଘର ଭାଙ୍ଗିଯିବ। ମା ତୁମର ସବୁ ଟଙ୍କା ଦେଇଦେବେ, ଦୟାକରି ଗଛକୁ କାଟନି। କାଉ ଚଢ଼େଇ ଛୁଆର କିଛି କଥା ନ ଶୁଣି ଗଛ କାଟିବା ଆରମ୍ଭ କଲା। କିଛି ସମୟ ପରେ ହିଁ ପୁରା ଗଛକୁ ସେ କାଟିଦେଲା। ଚଢ଼େଇର ଘରଟି ଭାଙ୍ଗିଗଲା। ତାପରେ ସେ ସବୁ କାଠ ନେଇ ତା ଘରକୁ ଚାଲିଗଲା। ମା, କୋଉଠି ଅଛ ମା? ଶୀଘ୍ର ଫେରି ଆସ। ଆଉ ଆମ ଘର ନାହିଁ, ଏବେ ଆମେ କୋଉଠି ରହିବା? ଚଢ଼େଇ ଛୁଆ କାନ୍ଦୁଥିଲା। କିଛି ସମୟ ପରେ ସନ୍ଧ୍ୟା ହେଇଗଲା। ମା ଚଢ଼େଇ ଫେରି ଆସିଲା। ସେ ଚାରିଦିଗକୁ ଭଲ ଭାବରେ ଅନେଇ କହିଲା, ଆରେ କଣ ଏଠି ତ ମୋ ଘର ନାହିଁ। ମୁଁ ବୋଧେ ଭୁଲ ଜାଗାକୁ ଚାଲି ଆସିଲି। ନାଇଁ ମା, ତୁମେ ଭୁଲ ଜାଗାକୁ ଆସିନ, ତୁମେ ଠିକ ଜାଗାକୁ ଆସିଛ। ତୁମେ ଯିବା ପରେ କାଉ ଅଙ୍କଲ ଏଠାକୁ ଆସିଲେ, ଆଉ ଆମ ଗଛକୁ କାଟି ସାଙ୍ଗରେ ନେଇଗଲେ। ଏଇ ଦେଖ ମା, ଆମ ଘର ଭାଙ୍ଗି ତଳେ ପଡିଛି। ଏଇ କଣ, ଆମ ଘର ତ ଭାଙ୍ଗି ଯାଇଛି। ଏବେ ଆମେ କୋଉଠି ରହିବା? ନୂଆ ଘର କିଣିବାକୁ ବି ଏବେ ମୋ ପାଖରେ ଟଙ୍କା ନାହିଁ। ଏତେ ବଡ ଶୀତ ରାତି ଆମେ କେମିତି ବିତେଇବା? ମୁଁ କିଛି ବୁଝିପାରୁନି। ମା, ମତେ ଭାରି ଥଣ୍ଡା ଲାଗୁଛି। ମୁଁ ଆଉ ବାହାରେ ରହିପାରିବିନି। ମତେ ଭାରି କଷ୍ଟ ହେଉଛି ମା, କିଛି କର, ନହେଲେ ମୁଁ ଏ ଥଣ୍ଡାରେ ମରିଯିବି। ଏମିତି କହନି ରେ ମା, ଚାଲ ଆମେ ମିଟୁ ଭାଇଙ୍କ ଘରକୁ ଯିବା। ଆଜି ରାତି ଆମେ ସେଇଠି ରହି ବିତେଇବା। ଚଢ଼େଇ ମିଟୁର ଘରକୁ ଗଲା। ହେଲେ ସେ ଦେଖିଲା ମିଟୁର ଘର ବାହାରେ ତାଲା ଝୁଲିଛି। ଏଇ କଣ, ମିଟୁ ଭାଇ ବୋଧେ ଘରେ ନାହାନ୍ତି। ଏବେ ଆମେ କୋଉଠିକି ଯିବା? ଏଇ ତ ଆଗରେ ପାରା ଭଉଣୀଙ୍କ ଘର। ଚାଲ ମା, ଆମେ ତାଙ୍କ ପାଖକୁ ଯିବା। ପାରା ଭଉଣୀ, ଦୟାକରି କବାଟ ଖୋଲ। ମୁଁ ବଡ ବିପଦରେ ପଡି ତୁମ ପାଖକୁ ଆସିଛି। ନା ନା, ମୁଁ କବାଟ ଖୋଲି ପାରିବିନି। ଥଣ୍ଡା ପବନ ମୋ ଘରେ ପଶିଯିବ। ତୁ ସେଇଠୁ ଥାଇ କହ, କଣ କାମରେ ଆସିଛୁ? ପାରା ଭଉଣୀ, କାଉ ଭାଇ ମୋ ଘର ଭାଙ୍ଗି ଦେଇଛନ୍ତି। ରହିବାକୁ ଏବେ ମୋ ପାଖରେ ଆଉ ଘର ନାହିଁ। ଦୟାକରି ଆଜି ରାତି ମତେ ତୁମ ଘରେ ରହିବାକୁ ଦେଇଥାଅ। ସକାଳ ହେଉ ହେଉ ମୁଁ ତୁମ ଘରୁ ଚାଲିଯିବି। ମୋ ଘର ଅନେକ ଛୋଟ, ତୁ ଭାବିଲୁ କେମିତି ମୁଁ ତତେ ମୋ ଘରେ ରହିବାକୁ ଦେବି? ତୁ ଆଉ କାହା ପାଖକୁ ଯା, ମୁଁ ତତେ ମୋ ଘରେ ରଖିପାରିବିନି। ପାରା ଭଉଣୀ, ମତେ ନହେଲେ ନାହିଁ, ମୋ ଛୋଟ ଝିଅଟାକୁ ରହିବାକୁ ଦିଅ। ମୋ ଝିଅ ଥଣ୍ଡାରେ ଥରୁଛି। ଆଉ ଯଦି କିଛି ସମୟ ଥଣ୍ଡାରେ ରହିବ, ତା ଦେହ ଖରାପ ହେଇଯିବ। ଦୟାକର ପାରା ଭଉଣୀ, ଆମ ଉପରେ ଟିକେ ଦୟା କର। ନା, ଏ ଶୀତରେ ମୁଁ କାହା ଉପରେ ବି ଦୟା କରିପାରିବିନି। ତୁ ଏଠୁ ଚାଲିଯା, ମତେ ବିରକ୍ତ କରନି। ଚଢ଼େଇ ଯାହା ପାଖକୁ ବି ଯାଇ ସାହାଯ୍ୟ ମାଗୁଥିଲା, କେହି ବି ତାକୁ ସାହାଯ୍ୟ କରୁନଥିଲେ। ଏମିତି ସେମାନେ ଆଗକୁ ଯାଉଥିଲେ। ଶୀତ ରାତି ହେଇଥିବାରୁ ସେମାନଙ୍କୁ କିଛି ବି ଦେଖା ଯାଉନଥିଲା। ହଠାତ୍ କୁନି ଆଗରେ ଥିବା ଗୋଟେ ଗଛରେ ବାଜି ତଳେ ଥିବା ଏକ ନଦୀରେ ପଡିଗଲା। ଆରେ ଏ କେମିତିକା ଶବ୍ଦ? ମା କୁନି, ତୁ ଠିକ ଅଛୁ ତ? କଥା କହ ମା, ତୁ କୋଉଠି ଅଛୁ? ମୁଁ ତତେ ଦେଖିବାକୁ ପାଉନି। ମା ଚଢ଼େଇ ତା ଝିଅ ପାଇଁ କାନ୍ଦୁଥିଲା। ହଠାତ୍ ସେତେବେଳେ ନଦୀ ଭିତରୁ ଏକ ଜଳପରି କୁନି ଚଢ଼େଇକୁ ଧରି ବାହାରିଲା। ଚାରିଦିଗ ଆଲୁଅ ହେଇଗଲା। ଜଳପରି ହାତରେ ନିଜ ଝିଅକୁ ଦେଖି ମା ଚଢ଼େଇ କହିଲା, କିଏ ତୁମେ ମୋ ଝିଅକୁ କାହିଁକି ଧରିଛ? ତୁମେ କଣ ଆମକୁ ମାରିବାକୁ ଆସିଛ? ଭଲ ହେବ, ତୁମେ ଆମକୁ ମାରିଦିଅ। ଏ କଷ୍ଟରେ ଆମେ ଆଉ ବଞ୍ଚିବାକୁ ଚାହୁଁନୁ। ଚଢ଼େଇ, ତୁ ଏମିତି କାହିଁକି କହୁଛୁ? ତୋ ଝିଅ ନଦୀରେ ପଡି ଯାଇଥିଲା, ମୁଁ ତାକୁ ବାହାର କରି ନେଇ ଆସିଛି। ମତେ ତ କଷ୍ଟ କଥା କହ, ପାରିଲେ ମୁଁ ତାକୁ ଦୂର କରିଦେବି। ଚଢ଼େଇ କାନ୍ଦି କାନ୍ଦି ଜଳପରୀକୁ ସବୁ ଘଟଣା କହିଲା। ସତରେ ଚଢ଼େଇ, ତୋର ଭାରି ଦୁଃଖ। ହେଲେ ତୁ ଏବେ ଆଉ ଚିନ୍ତା କରନି, ମୁଁ ତତେ ସାହାଯ୍ୟ କରିବି। ମୁଁ ଏବେ ତ ଘରକୁ ପୂର୍ବ ଭଳି କରିଦେବି। ଏମିତି କହି ଜଳପରୀ ତା ଯାଦୁ ଶକ୍ତିରେ ଗୋଟେ ସୁନା ଘର ସେଠାକୁ ଆଣିଲା। ଚଢ଼େଇ, ଦେଖିଲୁ, ଏଇଟା ବୋଧେ ତୋ ଘର?
ନା ନା ଜଳପରି, ଏ ସୁନା ଘର ମୋର ନୁହଁ, ମୁଁ ୟାକୁ ନେଇ ପାରିବିନି। ଆଚ୍ଛା ତାହେଲେ ଏଇ ଘରଟି ନିଶ୍ଚୟ ତୋ ଘର ହେଇଥିବ, ଦେଖିଲୁ। ଜଳପରି, ଏଇଟା ତ ଗୋଟେ ଫଳ ଘର, ଏ ଘର ମୋର ନୁହଁ। ମୋ ଘର ତ ସାଧାରଣ କାଠ ଘର। ଏ ସବୁ କିଛି ମତେ ନ ଦେଇ ଗୋଟେ ସାଧାରଣ କାଠ ଘର ଦିଅ, ଯେମିତି ଏ ଶୀତ ଦିନ ମୁଁ ମୋ ଛୁଆ ସହ ସେ ଘରେ ରହିପାରିବି। ଆଚ୍ଛା ତେବେ ଦେଖିଲୁ ଏ ଘର କେମିତି, ଏ ଘରେ ତୁ ରହିପାରିବୁ ତ? ହଁ ହଁ ଜଳପରି, ଏଇଟା ତ ଗୋଟେ କାଠ ଘର, ମୁଁ ମୋ ଝିଅ ସହ ଏବେ ଆରାମରେ ଘରେ ରହିପାରିବି। ଚଢ଼େଇ, ତୁ ଗରିବ ହେଲେ ବି ତୋ ମନ ଭାରି ଭଲ। ମୁଁ ତ ଭଲ ଗୁଣ ଦେଖି ଏ 3ଟି ଘର ଉପହାର ଦେଉଛି। ତୁ ପ୍ରତିଦିନ ସୁନା ଘରୁ ସୁନା ପାଇବୁ, ଆଉ ଫଳ ଘରୁ ଫଳ ପାଇବୁ। ଏବେ ତୁ ଏ 3 ଘର ନେଇ ତୋ ଝିଅ ସହ ଖୁସିରେ ରହ। ଏମିତି କହି ଜଳପରି ସେଠାରୁ ଚାଲିଗଲା। ମା ଚଢ଼େଇ ଖୁସିରେ ତା ଝିଅ ସହ ସେ 3 ଘରେ ରହିଲା।